व्यासकवि फकीरमोहन सेनापतिଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ଅଧର୍ମବିତ୍ତ। ବିଜେ ନରହରିପୁର ଶାସନ ମୁଣ୍ଡ ସାହାଲା ଘରକୁ ଛାଡ଼ି 50-60 କଦମ ଦୂରରେ ବଳଦେବଙ୍କ ପୂଜା ପିଣ୍ଡି ବା ପୂଜା ମଣ୍ଡପ। ଗ୍ରାମ ଦିଗକୁ ଛାଡ଼ି ପିଣ୍ଡିର ଆଉ 3 ପଟରେ 5 ସାଲି 10 ସାଲି ମଧ୍ୟଭଳି ଅତି ପୁରୁଣା ବୁଢ଼ା ଗଣତିରେ 107 ନଡ଼ିଆ ଗଛ। ଏଗୁଡ଼ିକ ଶାସନ ମହାଜନଙ୍କ କୋଠ ଗଛ। ଫଳ ଏକ ସଙ୍ଗରେ ତୋଳାଯାଇ ଭାଗ ପିଛେ ବଣ୍ଟାଯାଏ। ସକାଳ ଓଳି ବେଳଘଡ଼ିକ ସମୟରେ ନଡ଼ିଆ ଗଛ ମୂଳରେ ଜଣ 50 ବ୍ରାହ୍ମଣ ଗୋସେଇଁ ବିଜେ ହୋଇଛନ୍ତି। ପୁରୁଖା ଭଳିଆ ଆଉ ମର୍ଯ୍ୟାଦାବନ୍ତ ପୁଣି ଦୂର ଗାଁରୁ ଆସିଥିବା ବନ୍ଧୁମାନେ ନଡ଼ିଆପତ୍ର ବୁଣା ଚଟେଇରେ ବସିଛନ୍ତି। ଆଉ ଅନ୍ୟମାନଙ୍କର ଭୂମ୍ୟାସନ। ସାନ ପିଲାଗୁଡ଼ାକ ସକାଳୁ ସଞ୍ଜ ଯାଏ ନଡ଼ିଆ ବୁରେଇ ତଳେ ଧାଁ ଧୌଡ଼ ଦୋହ ପାଟି ଖେଳୁଥାନ୍ତି। ହେଲେ ଆଜି ସେମାନଙ୍କ ପାଟିରେ କଥା ନାହିଁ। ଯୋଡ଼ିକୁ ଯୋଡ଼ି ପୁଞ୍ଜାକୁ ପୁଞ୍ଜା ପିଲାଏ ଖୁବ୍ ଦୂରରେ ବୁରେଇ ଭିତରେ ବୁଲି ବୁଲି ଗୋସେଇମାନଙ୍କର ସଭାକୁ ଦେଖୁଛନ୍ତି। ସେମାନେ ବି ମନ ଭିତରେ ଯେମନ୍ତ ବୁଝିଛନ୍ତି ଆଜି ଗାଁରେ ଭାରି ଗୋଟାଏ କ'ଣ ହେବ। ଶାସନ ଗୋସେଇମାନଙ୍କୁ ଛାଡ଼ି ଆହୁରି 8-10 ଜଣ ଦୂର ଦୂରାନ୍ତର ଗାଁରୁ ଗୋସେଇମାନେ ଆସି ଉପସ୍ଥିତ। ବିପଦଗ୍ରସ୍ତ ବନ୍ଧୁମାନଙ୍କୁ ଶଙ୍ଖୁଳିବା ପାଇଁ ଆସିଛନ୍ତି। ଭେଣ୍ଡିଆ ଜଗୁପତିଏ 2 ଗୋଡ଼ ପାପୁଲିରେ ଗୋଟିଏ ପଥର କୁଣ୍ଡିକୁ ଜାକି ଧରି ମୁଣ୍ଡ ପୋତି ଗୋଟାଏ ନାଶ ଘୋଟା ବାଡ଼ିରେ ଘଡ଼ର ଘଡ଼ର କରି ନାଶ ଘୋଟୁଥିଲେ। ଘୋଟା ହୋଇଗଲା। ଆଗେ ମୁରବୀ ଭଳିଆ ଲୋକଙ୍କ ଆଗରେ, ପଛନ୍ତେ ଆଉ ମହାଜନଙ୍କ ଆଗରେ କୁଣ୍ଡି ଦେଖାଇଲେ। ସମସ୍ତେ ଟିପେ ଟିପେ ନାଶ ନେଇ ସୁଁ ସୁଁ କରି ନାକର 2 ପୋଡ଼ାରେ ଗୁଞ୍ଜିଦେଲେ। ନାଶ ଶୁଙ୍ଘା ଶୁଙ୍ଘି ବାଦେ ପ୍ରଥମେ ଲକ୍ଷ୍ମଣ ମିଶ୍ର ପଚାରିଲେ, ମାମୁଁ କର୍ଜଟା ତୁମ ଅଙ୍ଗିତା ନା ଅଜାଙ୍କ ଦେହ କର? ଲକ୍ଷ୍ମଣ ମିଶ୍ରେ ଦିବାକର ଦ୍ୱିବେଦୀଙ୍କର ଭଣଜା, ଏଣ୍ଟ୍ରାନ୍ସ ପାସ୍, ଗୋଟାଏ ମାଇନର ସ୍କୁଲର ହେଡ଼ମାଷ୍ଟର। ମାମୁଙ୍କ ବିପଦ କଥା ଶୁଣି ଆଉ ବନ୍ଧୁଙ୍କ ପରି ଶଙ୍ଖୁଳି ଆସିଛନ୍ତି। ଦ୍ୱିବେଦୀ କହିଲେ, ନାଇଁ ବାପା, ମୋ ଅଙ୍ଗିତା ଯୋଡ଼ାଏ ପଇସା ବି ନୁହଁ। ବାପା ତାଙ୍କ ମଝିଆ ଝିଅ ତାରା ନାନୀ ମଙ୍ଗଳକୃତ୍ୟକୁ ସାହୁ ପାଖରୁ 100 ଟଙ୍କା ଖଣ୍ଡେ ତାଳପତ୍ର ଗୁଞ୍ଜା ଦେଇ ଲେଖି ଆଣିଥିଲେ। ତହିଁ ଆର ବର୍ଷ 500ଟି ଟଙ୍କା ନେଇ ସାହୁ ଘରକୁ ଗଲେ। ମନରେ କରିଥିଲେ କଳନ୍ତର ଛିଡ଼ାଇ ଦେଇ ମୂଳକୁ ବାକି ପଇଠ କରିଦେବେ। ମହାଜନ ଟଙ୍କା ଦେଖି ଜିଭ କାମୁଡ଼ି ପକାଇ କହିଲା, ଏ କ'ଣ ଗଦେଇ କୋକେଇ? ଶୁଣିଲି ତୁମେ ପରା ଧାନ ବିକି ଏ ଟଙ୍କା ରଖିଛ? ରାମ ରାମ ରାମ, ଏଇଟା କି କଥା? କୁଟୁମ୍ବ ଦାରିଆ ଘର। ଧାନ ହେଉଛି ଜୀବନ, ଧାନ ହେଉଛି ଲକ୍ଷ୍ମୀ। ତାକୁ କ'ଣ ବିକନ୍ତି? କେତେ ବା ଧାନ ପାଇଛ? ଉଠା ଟଙ୍କା ଉଠାଅ। ତମେ ମୋ କୁଳ ପୁରୋହିତ, ସହଜରେ ଧର୍ମର କକେଇ। ଟଙ୍କାଟା ତୁମ ପାଖରେ ଥିଲେ ଯା, ମୋ ପାଖରେ ଥିଲେ ବି ସେଇଆ। ଯାଅ ଏହି ଟଙ୍କାରେ ଧାନ କିଣି ପକାଅ। ନାଇଁ, ଗାଁରେ 10 ଯଜମାନ ଘରେ ବାହାନହଣା ପଡ଼ିଲା ତ ଏକା ଦିନରେ ଟଙ୍କା ପଇଠ ହେଇଯିବ। ବାପା ତ ଥିଲେ ମରହଟିଆ ସାଦାସିଧା ଲୋକ। ସାହୁର ମିଠା କଥାରେ ଏକା ବେଳକେ ତରଳି ଗଲେ। ବାପା କିଆଁ, ତମେ ଯାଉନ? ଶୁଣିବ କେଡ଼େ ମିଠା କଥା, କେଡ଼େ ନିର୍ମାୟା କଥା। ମନରେ କରିବ ଏହାପରି ସରଳ ପରୋପକାରୀ ଧାର୍ମିକ ଲୋକ ବୋଧେ ଜଗତରେ କେହି ନାହାନ୍ତି। ଏଇ ଯେ ତମ ଆଗରେ ବସିଛନ୍ତି ରାମ ମହାପାତ୍ରେ, ସଦାଶିବ ମିଶ୍ରେ, ବିଶ୍ୱନାଥ ଶତପଥୀଏ, ଭୀମ ପାଢ଼ିଏ, ସମସ୍ତଙ୍କର ଠିକ୍ ଏମିତି ହାଲ। ଝିଅ ପୁଅ ବିଭାକୁ ଟଙ୍କା ଆଣିଥିଲେ। ସମସ୍ତଙ୍କର 30 ମାଣ ଶାସନ ଭାଗ ଜମି ଆମ ଜମି ସହିତ ଏକା ତାରିଖରେ କଟକ ଜଜ୍ କୋର୍ଟରେ ନିଲାମ ହୋଇଛି। ଗୋରୁ ଖୋଜରେ ଖୋଜେ ବି ଜମି ଆଉ କାହାରେ ନାହିଁ। ଆହୁରି ବି 6 ଜଣ ମହାଜନଙ୍କ ଠାରୁ କର୍ଜା ଖାଇଥିଲେ। ମୂଳ କଳନ୍ତରରେ ବୁଡ଼ି ଗଲେଣି। ସେମାନଙ୍କର ବି ଆଉ ବର୍ଷେ 6 ମାସ ବାଦ ଜମିବାଡ଼ି ଗଲା ପରି। ତୁଚ୍ଛା ଏଇ ଶାସନରେ ଏ ଅଞ୍ଚଳର 10 ଖଣ୍ଡ ଗାଁରେ ଯାହାର ଭଲ ଜମି ଖଣ୍ଡେ ଦେଖିଲ ତ ଶୁଙ୍ଘି ଶୁଙ୍ଘି ବୁଲୁଥିବ। କାହାର ଦରକାର ପଡ଼ିଲେ ରାତି ଅଧରେ ଆଣି ଟଙ୍କା ଗଣିଦେବ। ଥରେ ଯଦି ତା ଘରୁ ଟଙ୍କା ଉଠେଇଲ ତ 3 ପୁରୁଷ କ'ଣ ସୁଝୁଥାଅ। କଳନ୍ତର ତହିଁରେ କଳନ୍ତରର ଲଟ୍ ଲାଗିଯିବ। କରଣ ଗୁଡ଼ାକ ବି ସେହିପରି ମିଳିଯାଇଛନ୍ତି। କିଏ 5 ଟଙ୍କା ପଇଠ କଲା ତ ପାଞ୍ଜିରେ ବସିଲା 1.5 ଟଙ୍କା। ହଁ, କ'ଣ କହୁଥିଲି କି, ବାପା ତ ତା କଥାରେ ଭୁଲି ଟଙ୍କା ବାହୁଡ଼ାଇ ଆଣି ପୁଣି ଧାନ କିଣି ଥୋଇଲେ। ତହିଁ ଆର ବର୍ଷ କତିରୁ ପାଣି ହେଲା ଛିନଛୋଟ, ଧାନ ଫଳିଲା ନାହିଁ। ସେହି ସମୟରେ ପୁଣି ତୁମ ସରମାଉସୀର ବିବାହ ସମୟ ଉପସ୍ଥିତ। 9 ବର୍ଷ ପୁରି ଯାଉଛି। 10 ବର୍ଷା ତୁ କନ୍ୟାକା। ବିବାହ ନ ଦେଲେ କନ୍ୟାଦାନର ଫଳ ନାହିଁ। ବାପା ଯାଇ ସାହୁ ଦୁଆରେ ହାଜର।
ସାହୁ ତ ଘାଲେଇ ପଡ଼ି ବେଳ ଉଣ୍ଡୁଥିଲା, ଏବେ ଦାଉ ପଡ଼ିଗଲା। ସାହୁ କଅଁଳେଇ କଅଁଳେଇ ମୁର୍କି ହସି କହିଲା, ହଉ ହଉ କକେଇ, ଘେନି ଯାଅ, ଏ ଘର ଟଙ୍କା ସେ ଘରକୁ ଯିବ, କଥା କ'ଣ? ହେ ଛାମୁକରଣ, ଅଇଲ ଅଇଲ, କକେଇ କିଛି ଟଙ୍କା ଧାର ନେବେ, ଆଗ ଟଙ୍କାଟା ମୂଳ କଳନ୍ତର ହିସାବ କଲ। ଛାମୁକରଣ ବିଦେଇ ମହାନ୍ତିଏ ହିସାବ କରି କହିଲେ, ଆଗ ଟଙ୍କା ମୂଳ କଳନ୍ତର ମିଶି ହେଲା 250, ହାଲକୁ 100 ନେଲେ ହେବ 350। ଏତେ ଟଙ୍କା ଶୁଣି ବାପା ଚମକି ପଡ଼ିଲେ। ସାହୁ ବାପାଙ୍କ ମନ କଥା ବୁଝିପାରି କହିଲା, ହଉ ହଉ କକେଇ, ଚିନ୍ତା କ'ଣ, ଦେବା ନେବା ବେଳେ ତ ଅଛି, ଆପଣ ମୋ କୂଳ ପୁରୋହିତ, ଦେବାବେଳେ 200 ଛାଡ଼ ହେଇଗଲେ ମୋର କ'ଣ ସରିଯିବ? ବିଭା ଲଗ୍ନ ଆଉ 8 ଦିନ, ଟଙ୍କା ନହେଲେ ନୁହେଁ। ବାପା ସାହୁ କଥାରେ ହଁ ଭରିଲେ, କହିଲେ, ହଉ ଗୁଜା ଲେଖାଯାଉ। ସାହୁ ଦଣ୍ଡେ ଯାଏ ଗୁମ୍ ମାରି ବସି କହିଲା, ବୁଝିଲ କକେଇ, ଏଇଟା ହେଲା କଳିକାଳ, ଏ ଗୁମାସ୍ତା କରଣ ଗୁଡ଼ାଙ୍କୁ ପରତେ ନାହିଁ, ଗୁଞ୍ଜାରେ କେତେବେଳେ କ'ଣ କରି ପକାଇବେ, ମୋତେ ପଛରେ ଆପଣ ଦୋଷ ଦେବେ। ଟଙ୍କାଟା ଗୋଟାଏ ଟିପ କରି ରେଜିଷ୍ଟ୍ରି କରି ପକାଇଲେ ଭଲ ହେବ, କାହାରି ଉଞ୍ଚୁ କରିବାର ବାଟ ନଥିବ। ଏଥିରେ କେତେ ବା ଖର୍ଚ୍ଚ? ଖର୍ଚ୍ଚ କ'ଣ, ଆପଣ ଉଛୁଣକା ଘରୁ ଆଣି ଦେଉଛନ୍ତି, ଟିପ ଲେଖାପଡ଼ା ରେଜିଷ୍ଟ୍ରି ହୋଇଗଲା, ଯାହା ହେବାର ତ ହେଲା, ଟଙ୍କା ଦିଅ। ଟଙ୍କା ଗଣିଦେଲା ବେଳକୁ କ'ଣ ନା 87 ଟଙ୍କା। କି ହୋ, ଟଙ୍କା ଉଣା କିଆ? ଗୁମାସ୍ତା ବୁଝେଇ ଦେଲା। ସିନ୍ଦୁକ ପୂଜା ଶତକଡ଼ା ଯୋଡ଼ାଏ ଟଙ୍କା, ଗୁମାସ୍ତା ଖର୍ଚ୍ଚ 2 ଟଙ୍କା, ଲକ୍ଷ୍ମୀନାରାୟଣଙ୍କର ବାଳଭୋଗ 2 ଟଙ୍କା, ରେଜିଷ୍ଟ୍ରି ଖର୍ଚ୍ଚ, ଗୁମାସ୍ତା ଖର୍ଚ୍ଚ, କଟକ ଖୋରାକି ବାବଦକୁ ସବୁ ମିଶାଇ 6.5 ଟଙ୍କା। ଗାଏ ସବୁ ପଦକୁ 12 ଟଙ୍କା 8 ଅଣା। ପୁରୋହିତ ଆପଣ ତ ପଣ୍ଡିତ ଲୋକ, ଏତିକି ବୁଝିପାରୁନାହାନ୍ତି? ଆପଣ ତ ରୋଜ କେତେ କାରବାର ଦେଖୁଛନ୍ତି, ଆପଣଙ୍କ ପାଖରୁ କ'ଣ ଟଙ୍କାଏ ମଶାଏ ହଉଡ଼ି କରି ନେଇଗଲେ ସାଆନ୍ତଙ୍କର ଗନ୍ତାଘର ପୁରିଯିବ? ତମସୁକ ରେଜିଷ୍ଟ୍ର ପାଖରୁ 4 ବର୍ଷ କାଳ ସେଥିରେ କିଛି ନାମ ଚର୍ଚ୍ଚା ନାହିଁ। ବାପା ତା ଦୁଆରକୁ ଗଲେ, ଭକ୍ତି କ'ଣ ଦେଖିବ? କକେଇ ଆପଣ ଅଇଲେ ଓଳିକି ଓଳିକି, ଆରେ ପିଢ଼ାଟା ଦେ ରେ, ଆରେ ପାଦ ଧୁଆ ଜଳ ଦେ ରେ, ଡାକ ପଡ଼ିଯିବ। ଗଲା ତେରସ୍ତା ବାପାଙ୍କର ଯେମିତି ବିଯୋଗ ହେଇଛି। ମହାଜନ ପୁଅକୁ ତ ପଡ଼ିଗଲା କଚେ ପୁଅ ବାର। ମୂଳ କଳନ୍ତର ଭିଡ଼ି 1200 କେତେ ଟଙ୍କା କେତେ ଅଣାରେ କଟକ ଅଦାଲତରେ ନାଲିସ ଦାୟର କଲା। ମୁଁ ଯାଇ ମହାଜନ ପାଖରେ ପଡ଼ିଲି। କହିଲା, ଆରେ ଭାଇ ଦିନୁ, ଗୁମାସ୍ତା ମାନେ ମୋ ଅଜାଣତରେ ନାଲିସ କରିଦେଇଛନ୍ତି, ଯା ଯା ତୁ ହାକିମ ପାଖରେ ଟଙ୍କାଟା ମାନିଆ, ପଛନ୍ତେ ବୁଝାସୁଝା ହେବା। ମୋ ମନଟା ଛିକଉଥାଏ, କଟକ ଯିବାକୁ ମନ ବଳୁନଥିଲା। ଡରରେ ଯାଇ ତା ଓକିଲ କହିବା ପ୍ରମାଣେ ହାକିମ ପାଖରେ ଜବାବ ଦେଇ ଆସିଲି। ଏଇଟା ହେଲା ଗଲା ବର୍ଷର କଥା, ମୁଁ ଆଉ କିଛି ଜାଣିନି। କେତେବେଳେ ଡିଗ୍ରୀ ହେଲା, କେତେ ଟଙ୍କାରେ ଡିଗ୍ରୀ ହେଲା, ଆଉ କ'ଣ ହେଲା ମୋତେ କିଛି ଜଣା ନାହିଁ। ଶୁଣିଲି ଗଲା ମକର ମାସ 7 ଦିନରେ ମୋର 4-5 ହଜାର ଟଙ୍କାର ସମ୍ପତ୍ତି 700 ଟଙ୍କାରେ ନିଲାମ ହେଇଗଲା। ମହାଜନ ଆପେ ନିଲାମ ଧରିଛି, ତା ଗୁମାସ୍ତା କହୁଛି ମୋ ଉପରେ ଆହୁରି 600 ଟଙ୍କା ପାଉଣା ଅଛି। ଆମର ଶାସନ ପାଣିଗ୍ରାହୀ ଭାଗ 50 ମାଣ, ତା ମଧ୍ୟରେ ଏଇ ଯେଉଁ ଦକ୍ଷିଣ ଭାଗର ଦକ୍ଷିଣ ଦିଗରେ କିଏ ବଣଟା ଦେଖୁଛ, ସେଇଟା ଏକଚକିଆ 15 ମାଣ ମାଳ ଜମି, ଭାରି କଳିନ୍ଦ। ମୁଁ ବୁଝିଛି, ଏ ଜମିଟା ଉପରେ ତାର 10-15 ବର୍ଷ ହେଲାଣି ନଜର ଅଛି। ଯେବେ ଏ ଗାଁକୁ ଆସେ, ସେ ଜମିଟା ପାଖକୁ ଯାଇ ଚାରିପାଖ ବୁଲିକିରି ଦେଖେ, କେତେ ଧାନ ଫଳେ, କି ଧାନ କର 10 ଥର ପଚାରିବ। ମୋ ମନ ହେଲେ ଛିକଉଥାଏ, ବିଚାର କରେ, କହ ଭଲାରେ କହ, ଏ ଜମିଟା କଥା ତୁହାଇ ତୁହାଇ ପଚାରୁଛୁ କିଆ? ଆଉ 5 ଜଣ ମହାଜନଙ୍କର ଠିକ୍ ଆମ ମାମଲା ପରେ ଡିଗ୍ରୀ କରି ଜମି ବାଡ଼ି ସବୁ ନିଲାମ କରି ନେଇଛି। ଲକ୍ଷ୍ମଣ ମିଶ୍ର କହିଲେ, ମୁଁ ଦେଖୁଛି ଏଇଟା ସାଇଲକ। ଭାଗବତ ପତିଏ କହିଲେ, ନା ନ, ଏଇଟା ସେଇଟା ସାଇଲକ ନୁହଁ, ତା ଘର ଏଇଟା ସେ ସାଇଲୋକର ନୁହେଁ, ତା ଘର ମକରାମପୁର, ଏଇ ଗାଁକୁ 1.5 କୋଶ ଦୂର ନଈ କୂଳରେ। ଲକ୍ଷ୍ମଣ ମିଶ୍ର କହିଲେ, ନାଇଁ ନାଇଁ, ମୁଁ ସେ କଥା କହୁନାହିଁ, ବିଲାତରେ ଗୋଟିଏ ଏଇ ରକମର କଳନ୍ତରଖିଆ ଲୋକ ଥିଲା, ତା ନାଁ ହେଉଛି ସାଇଲକ। ତିରେଇ ତିଆଡ଼ିଏ କହିଲେ, ସେ ଯା ହଉ, ଏବେ ଉପାୟ କ'ଣ? ଲକ୍ଷ୍ମଣ ମିଶ୍ର ମହାଜନଙ୍କୁ ଅନାଇ ହାତ ଯୋଡ଼ି ଭୂଇଁରେ ମୁଣ୍ଡ ଲଗାଇ କହିଲେ, ଗୋସେଇ ମହାପୁରୁମାନେ, ମୁଁ ପିଲାଟା, ମୋ ଅପରାଧ ଘେନିବେ ନାହିଁ। ଗୋଟିଏ କଥା କହିବି, ଏଥିରେ ସାହୁର କିଛି ଦୋଷ ନାହିଁ, ଆପଣମାନଙ୍କ ମୂର୍ଖପଣ, ଆପଣମାନଙ୍କ ପାପରୁ ସବୁ ସାରି ଦରିଦ୍ର ହୋଇ ବସୁଛନ୍ତି। ବୁଢ଼ା ଅନନ୍ତ ପାଢ଼ିଏ ଟିକେ ଉଷ୍ଣ ଭାବରେ କହିଲେ, ହୋଇ ହୋ ଲକ୍ଷ୍ମଣ, ଆମମାନଙ୍କର ପାପ କ'ଣ, ମୂର୍ଖପଣ କ'ଣ ଦେଖିଲ? ଲକ୍ଷ୍ମଣ ମିଶ୍ର ପୁଣି ଦଣ୍ଡବତ କରି କହିଲେ, ଅଜା ସାଆନ୍ତେ, ମୋ ଉପରେ ଖପା ହେଲେ ପରା। ଦେଖନ୍ତୁ, କେଉଁ ମହାତ୍ମା ଶାସନ ବସାଇ ଏତେ ନିଷ୍କର ଜମି ଖଞ୍ଜି କହିଥିଲେ,
आपण माने शास्त्र अध्ययन अध्यापन करिवे, दाताକୁ त्रिकाଳ ସନ୍ଧ୍ୟାରେ आशीर्वाद करिवे। ता କରୁଛନ୍ତି कि बोलନ୍ତୁ भला, एते बड़ शासनटारे गोटिए बोली चौपाड़ी नाही। तुच्छा नाश सुंगी सुंगी भांग पी चौपट खेल दिन काटुचंती। दाताକୁ त्रिकाଳ ସନ୍ଧ୍ୟାରେ आशीर्वाद दूर थाउ, पवित्र ब्राह्मण कूल जात होई केते जण त्रिकाळ सन्ध्यारे गायत्री जप करूछंती कहंतु तो एटा कोन पाप नुहे? आ गोटे कथा, कुआडू सुझिबे भावना नहीं, धाई जाई महाजन द्वारे गुजा लिखि दे आसीबे। पुआ झियो विवाह को आपणार बड़पण देखाइबा लगी अकारण रे टंका गुड़ाए सारिबे। आपणार अवस्था को चाही जी न चले से मूर्ख नुहे तो आउ कौन? ए देखंतु, अति पवित्र शासन भाग भूमि रे 12 जाति 13 गोला अधिकारी होई बसलेनी। यह आपण मानकर पाप आ मूर्खतार फल नुहे आउ कौन? आपण मान तो दुख दुर्दशा को डाकिचंती, एथिपई लगा हबो किए? माधपाणी कहिले, लक्ष्मण जहा कहूची 16 अणा सत, हेले एणिकी जहा गोटे बुझासुझी कराब, वर्तमान एथुर उद्धार पाइबार बाट कौन? लक्ष्मण मिश्र कहले, आपण माने कौन उपाय स्थिर करछंती? आनंद मिश्रे, आमे माने कि माली मकदमा किए? कर्मकर्माणी कथा बोल 10 जण बाहरी पड़िबू। लक्ष्मण मिश्र कहले, मामू जमी नीलाम बादे साहू पाखक जाइथिले, कौन कहला से? दिवाकर द्विवेदी, जाइथिली 10 थर गलिणी, भेट मिलुनी, बाधिका पड़ी कथा बोली पारिबी नहीं, बाहाना करी सोई पड़े, नईले बाड़ी पछपाट गाँ को बाहरी जाए। मो कंदाकटा को देखी साहुआणी और कमला तांको पुओ विद्याधर दुई जाक कांदी पकाती। मते बहुत आश्वासना दे कहते मो जमी मते दियाई देबे। के जानी कपाळ कौन अच्छी? माँ पुए दुहे जाक जेपरि दयालु धार्मिक, काहार दुख देखिपारती नहीं। कुबेर साहुटा सेहीपरि निष्ठुर और सेहीपरि कृपण, हाथर पानी गड़ब नहीं, हेले माँ पुओं आगे कहीं उपास रही पार नहीं। साहुटा करज टंका लगी काहार घरद्वार नीलाम करनेले, एमाने लुचाईटा को टंका धन दे तार कुटुंब पोषंती। लक्ष्मण मिश्रे, गोटाए आशा अच्छी सत, हेले सेतिकी निर्भर कर रहिबाटा निरापद नुहे। आपणार भी दी गोटाए बाट काटी चलवा अंततः उचित। उछुणिका ताकू कहीं जमी दखल दियो नहीं। मामू तमें कहूच 5000 टंकार संपत्ति को से 700 टंकार नीलाम करची। यही कथा ओजर करी सानी नीलाम पाई हाकिम पाखे तुम दरखास्त कर, किसी खर्च पत्र कले ढेर दिन जाए मामला तारीख गड़ीज। एणे तुम्हें तुम माँ पुओं को धरी पड़ी था, आजिका कथा कालिका अंतर, एमध्य आउ कि गोटे बाट फिटी जापे। मिश्र कथा शुणी समस्त महाजने भारी आनंद एका बेलके पाटी करी कहले, दीर्घजीवी हुआ, राज राजेश्वर भव। नहिले कौन आंजुला को आंजुला टंका गणी हाकिम घरे पाठ पढ़ी? देख तो आमे एते गुड़ाए लोक अंधारे अंडाड़ी होते, किछि बाट दिशु नथला। पिलाटा केमितिका गोटाए बाट काढ़ी पकाइला। बुढ़ा दनई महापात्रे टाणरे 2 टिप नाश सुंघी दे खने खने कहले, बुझिबाले महाजन गोसाई माने, अधर्म बीत बढ़े बहुत, गला बेले जाए मूल सहित। समस्ते तो जानुछ ताहार सबु धन गुड़ाक तंटी चिपा मनीष रक्त। माहालियाटारे लक्षाधिक टंकार मालिक होई बसिला। जेमती भीमा टंकार मालिक होईची, से दिन तो बढ़ी आउ कौन? ए जे कुब्रा घर देखुच, सेटा ता निज घर नुहे, भीम साहू बोली जनकर घर। भीमटा भी थिला कुब्रा को बड़ी तंटी चिपा मक्खीचोस। पुओ झियो घरे किछि नथिला। गोटाए पोषा पुओ करथिला जे सेटा मद खाई गंजेई खाई मला। कुब्रा ता जाति पुओ लागी को केही नुहे, ता घरे कारबारिया थिला। भीमा को खूब पटेई रखिताए। भीमा जेमती आखि बुझीची, कुब्रा चाकर बाकर समस्त को हाथ करी वकिल मुक्तार धरी पोष्यपुत्र बोली सरकार रो बाहाल होई आसला। पापीटार धन पानी परी बढ़ी जाउची। एबे जान ठक कर छिड़ी पड़िबो। देश जाक संताई मारलाणी। हजार हजार लोकंक आत्मा कांदुची। जार से करे नहीं से भी गाली दउची। ए मो कथा बुझना। पुओ विवाह को 50 टंका कर जानी। 15 वर्ष रे तुच्छा कलंतर 250 टंका सुझी सारलिणी। टीप बदला बदली करी शेष रे नालिश रे 500 टंकार डिग्री करी मोर 30 माण जमी नीलाम करनेला। सेतिकी थिला कुटुंबंकर भरोसा। तांको मुहरे पानी टोपाई देवाको भरोसा नहीं। दिन राति आत्मा पुरुष काउली होउची, आखिरु पानी सुखु नहीं। ए पंच परमेश्वर शुणंतु, मु पैता छुई कहूची, आजिठु 3 पक्ष 3 मास 3 वर्ष मध्य कुबेरा साहुर सर्वनाश हेब। या जदि न हुए
ମୁଁ ଅବ୍ରାହ୍ମଣ, ଏ ବ୍ରହ୍ମଗଣ୍ଠି ଛିଣ୍ଡେଇ ପକାଇବି। ସେ ତ ଢେର ଦିନ ଆଗରୁ ଯାଇଥିଲା, କେବଳ ମା ପୁଅଙ୍କ ଧର୍ମରୁ ବର୍ତ୍ତି ରହିଛି। ଲକ୍ଷ୍ମଣ ମିଶ୍ର କହିଲେ, ମାମୁଁ, ସାଉଆଣୀ ଆଉ ବିଦ୍ୟାଧର ପାଖକୁ ଯିବା ଆସିବା କରୁଥିବ, ସେମାନଙ୍କୁ ଧରି ପଡ଼ିଥାନ୍ତୁ। ମାମୁଁ କହିଲେ, ହଁ ବାପା, ମୋର ଆଉ ଉପାୟ କ'ଣ? ଦିନେ 2 ଦିନ ବାଦ ମୁଁ ସେମାନଙ୍କ ପାଖକୁ ଯାଏ। ମୋର ତ ଗୋରୁ ବାଛୁରୀ ଘରତଳା ଜମି ସୁଦ୍ଧା ନିଲାମ ହୋଇଯାଇଛି, ଆଉ ଉପାୟ ନାହିଁ। ସାଉଆଣୀ ମୋ ଦୁଃଖ ଶୁଣି କାନ୍ଦି ପକାଏ। ସେଇ ତ 20 ନେଉତି ଧାନ ଆଉ 5 ଟଙ୍କା ଦେବାରୁ ଆଜି ଯାଏ ଚଳୁଛି। କାଲି ରାତିରେ ବିଦ୍ୟାଧର ପାଖକୁ ଯାଇଥିଲି। ସେ ତ ମୋତେ ଟାଣ ଜବାବ ଦେଇ କହିଲା, ନନା କାନ୍ଦନା, ଯେମିତି ହେଉ ତମ ଜମି ମୁଁ ତୁମକୁ ଫେରାଇ ଦେବି। ମୁଁ ବାହାଘରରୁ ବାହୁଡ଼ି ଆସେ, ଟିକେ ଅପେକ୍ଷା କର। ତମେ ତ ଆମର କୂଳ ପୁରୋହିତ, ସାଙ୍ଗରେ ଯିବ। ଶୁଣିଛି ମୋ ଶ୍ୱଶୁରର 10 ଲକ୍ଷ ଟଙ୍କାର ବିଷୟ। ସେ ବି ତୁମକୁ ଅବଶ୍ୟ ଭଲ ରୂପରେ କିଛି ଦକ୍ଷିଣା ଦେବେ। କୁବେର ସାହୁ କହେ, ମୋର କରଜା କଳନ୍ତରକୁ ଲୋଡ଼େ କିଏ? ମୋର ଗଡ଼ଜାତ ଥାଉ। ଗଡ଼ଜାତ ସୋନପୁର ଠାରୁ ଦଶପଲ୍ଲା ଯାଏ ତା'ର 10-15ଟା ଗୋଦାମ। ସବୁ ଗୋଦାମରେ ଜଣେ ଜଣେ କରଣ, ଜଣେ ଜଣେ କାରବାରିଆ। ତା'ର ନିଜର 20 ସରିକ 12 ଗଡ଼ିଆ 15 ଗଡ଼ିଆ କୁଶଳୀ ଚକଚକ୍ ନାଁ ଅଛି। ବର୍ଷା ଦିନେ ସେଥିରେ ସରକ ନେ ଆଣ କରେ। ନା ଛାଡ଼ି ଖରାଦିନେ ସରକ ନେ ଆଣ କରିବା ସକାଶେ 5 ଗଡ଼ିଆ ଯୋଡ଼ିଏ ଥୋରି ବଳଦ ଅଛି। ବୌଦ୍ଧ ଏଲାକା ହରିହରପୁର ଗୋଟିଏ ବଡ଼ ମହାଜନ ଗାଁ, ଠିକ୍ ମହାନଦୀ କୂଳରେ। ଗ୍ରାମର ସମସ୍ତେ ପ୍ରାୟ କାରବାରିଆ ବେପାରୀ। ପ୍ରଧାନ ମହାଜନଙ୍କ ନାମ ଯୁଧିଷ୍ଠିର ସାହୁ। ନାମର ଉପଯୁକ୍ତ ମଧ୍ୟ ଗୁଣ। ଲୋକଟି ବଡ଼ ଧର୍ମବନ୍ତ ଆଉ ସତ୍ୟବନ୍ତ। 5-7 ଲକ୍ଷ ଟଙ୍କାର ବିଷୟ। ଘରେ ଠାକୁର ବାଡ଼ି ସଦାବର୍ତ୍ତ। ସାହୁ ବୁଢ଼ା ହୋଇପଡ଼ିଲାଣି, ଆଉ ଏବେ ବେପାର ବଣିଜରେ ମନ ନାହିଁ। ସବୁବେଳେ ପୂଜାପାଠ ହରିଭଜନରେ ଲାଗିଥାଏ। ଗୋଟିଏ ବୋଲି ଝିଅ, ନାଁ ପଦ୍ମାବତୀ। ବୟସ 15-16 ପଶିଛି। ପାଟକ ଜାତିରେ ଏତେ ବଡ଼ ଅଭିଆଡ଼ି କନ୍ୟାକୁ ଘରେ ରଖିବାକୁ ମନା। ସାହୁର ଇଚ୍ଛା ଗୋଟେ ଘରଜୁଆଇଁ ରଖିବ। ପାତ୍ର ଖୋଜୁ ଖୋଜୁ ଦିନ ଚାଲିଗଲା। କନ୍ୟା ଘରେ ରହିଛି। କନ୍ୟାଟି ସମସ୍ତ ସମ୍ପତ୍ତିର ଉତ୍ତରାଧିକାରିଣୀ। କୁବେରର ନଜର ପଡ଼ିଲା ଯୁଧିଷ୍ଠିରର ଧନଟା କେମିତି ଘରେ ପଶେ। ସେ ଭଲ କରି ଜାଣେ ଯୁଧିଷ୍ଠିର ଘରଜୁଆଇଁ ରଖିବ, ଅନ୍ୟଆଡ଼େ କନ୍ୟାକୁ ବିବାହ ଦେବ ନାହିଁ। ତା ମନ କଥା ମନରେ ଥାଏ। କୁବେର ବର୍ଷକୁ ଥରେ ସୋନପୁର ଆଡ଼କୁ କୋଠି ତନଖି କରିବାକୁ ଯାଏ। 2 ବର୍ଷ ଭିତରେ 2-3 ଥର ଯା ଆସ କରୁଛି। ସୋନପୁର ଯିବାବେଳେ ନା ହରିପୁର ଗାଁ ତଳବାଟରେ ଯାଏ। ଦୈବାତ ସେଇ ଗାଁ ପାଖରେ ସଞ୍ଜ ହୋଇପଡ଼େ। କୁବେର ଗାଁ ପାଖ ନଦୀ ଆର କୂଳରେ ନା ଖଟେଇ ରୋଷେଇବାସ କରେ। କୁବେର ଘରେ କେବେ ସନ୍ଧ୍ୟା କି ହରିନାମ କରିବାର କେହି ଦେଖି ନାହିଁ। ଗୋଟେ ବଡ଼ କୋଥଳି ସଙ୍ଗରେ ଘେନିକିରି ଯାଇଥାଏ। ନଦୀ କୂଳରେ ମେଲାଇ ରାତି 6 ଗଡ଼ିଯାଏ ଆଖି ବୁଜି ବସି ଜପ କରେ। ସେତିକିବେଳେ ଚାରିଆଡ଼କୁ ଅନେଇ ତୁନି ତୁନି କାରବାରିଆଙ୍କ ସାଙ୍ଗରେ ମାଲ କିଣା ବିକା କଥା କରେ। ହରିହରପୁରକୁ ଶୁଭୁ, ଏଥିପାଇଁ କୁବେର ବେଳେବେଳେ ଘଣ୍ଟ ବି ବଜାଏ। ଯୁଧିଷ୍ଠିର ସାହୁ କୁବେର ସାହୁର ନାଁ ଶୁଣିଥିଲେ, ଦେଖା ସାକ୍ଷାତ ନଥିଲା। କୁବେର ସାହୁ ନଦୀ କୂଳରେ ଅଛନ୍ତି ଶୁଣି ଯୁଧିଷ୍ଠିର ଡଙ୍ଗା ଖଣ୍ଡକରେ ବସି ନଦୀ ପାର ହୋଇଗଲେ। କୁବେର ଖବର ନେଉଥାଏ। ଯୁଧିଷ୍ଠିର ପହଞ୍ଚିଲା ବେଳକୁ କୁବେର ସାହୁ ଧ୍ୟାନରେ ବସି ପଡ଼ିଛନ୍ତି। 1-2 ଘଣ୍ଟା ଗଲା, ଧ୍ୟାନ ଭାଙ୍ଗୁନାହିଁ। ଧ୍ୟାନ ଦେଖି ତ ଯୁଧିଷ୍ଠିର ତରଳି ଗଲେଣି। ଧ୍ୟାନ ଭାଙ୍ଗିଲା। କୁବେର ସାହୁ ଯେମିତି ଖବର ପାଇଛି ଧାଇଁ ଯାଇ ଯୁଧିଷ୍ଠିରଙ୍କ ଗୋଡ଼ ତଳେ ପଡ଼ିବାକୁ ଯାଉଥିଲା। ଯୁଧିଷ୍ଠିର କହିଲେ, ହାଁ, ଏଇ କ'ଣ କରୁଛନ୍ତି? ଆପଣ ଧର୍ମପରାୟଣ ଲୋକ, ଆପଣ ସ୍ୱଜାତିର ମଉଡ଼ମଣି, ମୁଁ ପାପୀ, ମୋ ଗୋଡ଼ ତଳେ ପଡ଼ିବେ? କୁବେର କହିଲା, ଘଣ୍ଟାଏ ହେଲା ବସିଲେଣି, ମୋର ଅପରାଧ କ୍ଷମା କରନ୍ତୁ। ଯୁଧିଷ୍ଠିର କହିଲେ, ନାଇଁ, ମୁଁ ଆପଣଙ୍କର ଧ୍ୟାନ ଭଗ୍ନ କରାଇଲି ପରା, ମୋତେ କ୍ଷମା କରନ୍ତୁ। 2 ଜଣ କୁଣ୍ଢିଆ କୁଣ୍ଢେଇ ହୋଇ ଏ କହୁଛି ମୋତେ କ୍ଷମା କରନ୍ତୁ, ସେ କହୁଛି ମୋତେ କ୍ଷମା କରନ୍ତୁ। ଶେଷକୁ 2 ଜଣ ସାଷ୍ଟମ ହୋଇ ଖଣ୍ଡିକେ କମ୍ବଳରେ ବସିଲେ। ଯୁଧିଷ୍ଠିର ପ୍ରସ୍ତାବ ଦେଲେ, ଆପଣ ହେଲେ ଆମ ଜାତିର ମଉଡ଼ମଣି, ମୋ କୁଳିଆ ପାଖ ପଦାରେ ନୀତି ବଢ଼େଇବେ, ମୋର ମହାପାପ ହେବ। ଉଠି ଆଜ୍ଞା ହେଉ ବିଜେ କରନ୍ତୁ, ମୋ କୁଡ଼ିଆରେ ପାଦ ଧୂଳି ଦିଅନ୍ତୁ, ମୋ କୁଡ଼ିଆ ଖଣ୍ଡକ ପବିତ୍ର ହେଉ। 2 ସାହୁ ଯାଇ ଠାକୁର ମେଲାରେ ବସିଲେ। ଠାକୁରଙ୍କ ଆଗରେ ଆସନରେ ବସିବାକୁ ମନା, ତେଣୁ 2 ଯାକ ଭୂଇଁରେ ବସିଲେ। ରାତି ଅଧ ଯାଏ 2 ସାହୁଙ୍କ ମଧ୍ୟରେ କଥାଭାଷା ହେଲା। ଏ କଥା ସେ କଥା, ବେପାର ବଣିଜ କଥା ହେଉ ହେଉ ବିବାହ ପ୍ରସଙ୍ଗ ପଡ଼ିଲା। କୁବେର କହିଲେ, ମୁଁ ବାପା ମୁହଁରୁ ଢେର ଥର ଶୁଣିଛି, ଆଗେ ଗଡ଼ଜାତ ମୋଗଲବନ୍ଦୀ ମଧ୍ୟରେ ନେଣଦେଣ ଚାଲୁଥିଲା। 2 କି 3 ବଡ଼ି ସରିକି ଗଡ଼ଜାତ କନ୍ୟା ମୋଗଲବନ୍ଦୀରେ ଥିଲେ। ମୋଗଲବନ୍ଦୀର କନ୍ୟା ବି ଗଡ଼ଜାତରେ ଥିଲେ। ନିହାତି ଦୂରଦୂରାନ୍ତ ବୋଲି ଉଣା ଅଧିକେ 50 ବର୍ଷ ହେଲା ବିବାହ ନେଣଦେଣ ବନ୍ଦ। କଥା ଚଳୁ ଚଳୁ ପଦ୍ମାବତୀ ସାଙ୍ଗ ବିଦ୍ୟାଧରର ବିବାହ ପ୍ରସଙ୍ଗ ମଧ୍ୟ ସ୍ଥିର ହୋଇଗଲା। କୁବେର କହିଲା, ଆଜ୍ଞା, ମୁଁ ମୋଗଲବନ୍ଦୀର କାମ ଚଳେଇବି। ବିଦ୍ୟାଧର ବର୍ଷକ ଯାକ ଏଇଠାରେ ରହି କାମ ଚଳେଇବ।
ବିଦେଇ ତ ଆପଣଙ୍କର ପୁଅ ହେଲା। ପିଲା ଲୋକ ଜାତି ବଉସା ବୁଝି ନାହିଁ। ଆପଣଙ୍କର ଚରଣ ଧୂଳି ତା ମୁଣ୍ଡରେ ଲାଗିଲେ ସବୁ ଶିଖିଯିବ ଯେ। ବିବାହ ବିଷୟରେ ଆଉ କିଛି ସନ୍ଦେହ ନାହିଁ। ଏକାବେଳକେ ଦିନ ଠିକ୍ ହୋଇଗଲା। ଆସନ୍ତା ମକର ଶୁକ୍ଳ ସପ୍ତମୀ। ବଡ଼ ଘର କଥା ବଡ଼ ବାଜେ। ଦିନକ ମଧ୍ୟରେ କିଲ୍ଲାର ଅର୍ଦ୍ଧାଧିକ ଲୋକ ଜାଣିଗଲେ କୁବେର ସାହୁର ପୁଅ ବିଦ୍ୟାଧର ସାଙ୍ଗରେ ଯୁଧିଷ୍ଠିର ସାହୁଙ୍କ ଝିଅ ପଦ୍ମାବତୀର ବାହାଘର ହେବ। ବିବାହ ପ୍ରସଙ୍ଗ ଛିଡ଼ିବା ବାସି ଦିନ ସନ୍ଧ୍ୟାବେଳେ ଦୁଇ ସମୁଦି ଦେବତାଙ୍କ ନାଟ ମନ୍ଦିରରେ ବସିଛନ୍ତି। କୁବେର ସାହୁ ଏକଥା ସେକଥା ହେଲା ଉତ୍ତାରେ କହିଲେ, ସମୁଦିଏ, ସୋନପୁରରେ ମୋର ଢେର କାମ ଥିଲା। ଦେଖୁଛି ମୋର ଯିବାର ହେଉନାହିଁ। ଏଇ ବୁଝନ୍ତୁ, ମକର ମାସ ତ ମକର ମାସ ଛାଡ଼ି ଦିଅନ୍ତୁ। କଙ୍କଡ଼ାଟା ବି ଚଳୁଛି। ଏଇଟା ବି ଧରୋଟ ଭିତରେ ନୁହେଁ। ବାକି ରହିଲା ସିଂହ କତିରୁ ଧନୁ ଯାଏ ମଝିରେ 5ଟା ମାସ। ଏଇ ମଧ୍ୟରେ ସବୁ ଆୟୋଜନ ପୁଣି ଠିକଣା କରିବାକୁ ହେବ। ତା ପୁଣି ନାଁ ଉଠାଣି ମାମଲା। ବାଟରେ ଉଣା ପୁରା ମାସେ କାଳ ଛାଡ଼ି ଦିଅନ୍ତୁ। ଆଉ ମାସ 4ଟା ହାତରେ ରହିଲା। ମୁଁ କହୁଛି କାଲି ସକାଳେ ଚାଲିଯାଏ। ଆଜ୍ଞା? କ'ଣ ଆଜ୍ଞା ହେଉଛି? ଯୁଧିଷ୍ଠିର ସାହୁଏ ଦଣ୍ଡେ ଆଖି ବୁଜି ବସି କହିଲେ, ଆଉ ଯୋଡ଼ାଏ ଦିନ ରହିଯାଇଥିଲେ ଭଲ ହୁଅନ୍ତା ପରା। ହେଉ, ଆପଣ ଯେପରି ଭଲ ବୁଝୁଛନ୍ତି କରନ୍ତୁ। ମକ୍ରାମପୁରରେ ଚହଳ ପଡ଼ିଯାଇଛି ସାହୁଙ୍କ ପୁଅ ବିଦ୍ୟାଧରର ବିଭାଘର। ହେଲେ ଗୋଟାଏ ଶ୍ରେଣୀର ଲୋକଙ୍କ ଘରେ ରଡ଼ି ପଡ଼ିଛି। 20 ଖଣ୍ଡ ଗାଁରେ ସାହୁର 200-300 ଭଳି ଖାତକ। ଧାନ ବୋଲ ଟଙ୍କା ବୋଲ ତା ଘରୁ ନ ଖାଇଛି କିଏ? ସାହୁ ସମସ୍ତଙ୍କୁ ଧରି ବସିଛି। ପୁଅର ବିବାହ ନଦେଲେ ନ ହୁଏ। ନଇଲେ ମୂଳଟା ଥାଉ, କଳନ୍ତରଟା ଛିଡ଼େଇ ଦିଅ। ପଇସାଏ ବି କଳନ୍ତର ରଖିବ ନାହିଁ। ଆଜି ଭୋଦୁଅ ମାସ। ଲୋକଙ୍କ ଘରେ ଟଙ୍କା ତ ଟଙ୍କା, ପିତା ନଳିତା ମଞ୍ଜି ବି ନାହିଁ। କିଏ ଦେବ କ'ଣ? ଜଣ ଜଣଙ୍କ ଘରେ ଯୋଡ଼ା ଯୋଡ଼ା ପିଆଦା। ସମସ୍ତେ ସାହୁ ଦୁଆରେ ଉପାସ ଭୋକରେ ପଡ଼ି ଡକା ପଡ଼ୁଛନ୍ତି। ଶୁଣୁଛି କିଏ? ଥୋକେ ଖାତକ 10-12 ବର୍ଷର ପୁରୁଣା କରଜାର ମୂଳ କଳନ୍ତ ହିସାବ କରି ତମସୁକ ରେଜିଷ୍ଟ୍ରି କରାଇ ଦେଇ ରିହାଇ ପାଇଲେ। ତମସୁକରେ ବିଲବାଡ଼ି ଘରଦ୍ୱାର ସବୁ ବନ୍ଧା ରହିଲା। ସାହୁଆଣୀ ସବୁ ଶୁଣିଲେ। 2 ଦିନ ହେଲାଣି ଅନ୍ନ ଛାଡ଼ି ବସିଲେଣି। ଗୋଟିଏ ବୋଲି ପୁଅ, ତାଙ୍କ ଇଚ୍ଛା ଶୁଭ କାର୍ଯ୍ୟଟା ମଙ୍ଗଳରେ ହେଉ। ନା, କିଛି ନ ହେଉଣୁ ତ ଶହକୁ ଶହ ଲୋକ ଏବେ ରଡ଼ି ଛାଡ଼ୁଛନ୍ତି। ଧର୍ମ ସହିବ? ବେକରେ ପଟକା ପକାଇ ସାହୁ ଗୋଡ଼ ତଳେ ପଡ଼ିଗଲେ। ଢେର କାକୁତି ମିନତି କଲେ, ଢେର କାନ୍ଦିଲେ। ଫଳ ହେଲା କ'ଣ ନା, ସ୍ୱାମୀ ପାଖରୁ କଟୁ କଥାରେ ଗାଳିଗୁଲଜ ଗୁଡ଼ାଏ। ମାଇପି ଲୋକ କ'ଣ କରିବେ? ମାତ୍ର ତୁନି ହେଲେ ନାହିଁ। କରଣମାନଙ୍କୁ ଡାକି ମା ପୁଅ କଅଁଳରେ କେତେ ହାକିମି ବୋଲିରେ ବୁଝେଇଲେ, ଖବରଦାର କାହାକୁ କଷ୍ଟ ଦେଇକରି ଟଙ୍କା ଅସୁଲ କର ନାହିଁ। ସାହୁ କରଣକୁ ଗାଳି ଫଜିତ କରୁଛି। କାହିଁକି ଟଙ୍କା ଅସୁଲ ହେଉନାହିଁ? ହଁ, ହିସାବ ହେଉଛି, ଟିପା ଲେଖା ହେଉଛି। ଏମିତି କରି ଦିନ କାଟିଲେ। ଯେଉଁ ଜାଗାରେ ସାହୁ ନିତ୍ୟାନ୍ତ ଜଗି ବସେ, ସାହୁଆଣୀ ତୁନି ତୁନି କରି ଟଙ୍କା ଗଣି ଦିଅନ୍ତି। ଏଣେ ବିବାହ ସରଞ୍ଜାମ କିଣାକିଣି ଧୁମ୍ ଚାଲିଛି। ବାଣବାଲା ଆଗତୁରା ବଇନା ଧଇଲା। ଲୁଗା ମୋଟକୁ ମୋଟ, କଚେରୀ ଘରେ ଜମା। ମସଲା ମସଲି କିଣିବା ଲାଗି ଯୋଡ଼ାଏ କରଣ କଟକ ଧାଇଁଲେ। ହେଲେ ସାହୁକୁ ଏଟା ଭଲ ଲାଗୁନାହିଁ। ତାର ଇଚ୍ଛା ପୁଅ ବିବାହ ବାହାନାରେ ଖାତକଙ୍କ ପାଖରୁ ଟଙ୍କା ରୁଣ୍ଡେଇ ନେବ। ସାହୁଆଣୀ ବାପ ଜଣେ ଧନବନ୍ତ ଲୋକ ଥିଲା। ସେ ନିର୍ବଂଶ। ତାହାର ସବୁ ସମ୍ପତ୍ତି ସାହୁଆଣୀଏ ପାଇଛନ୍ତି। ସାହୁଆଣୀଙ୍କ ଇଚ୍ଛା ନିର୍ବଂଶିଆ ଧନ ଘରେ ରଖିବେ ନାହିଁ। ଦାନ ପୁଣ୍ୟରେ ଖର୍ଚ୍ଚ କରିଦେବେ। ତାଙ୍କ ଦାନ 2 କାନିଆ ପୁଅ ବି ଜାଣେ ନାହିଁ। ସାହୁଆଣୀଙ୍କର ଇଚ୍ଛା ପୁଅର ମଙ୍ଗଳକୃତ୍ୟ ଖୁବ୍ ଆଡ଼ମ୍ବରରେ ହେଉ। ସମସ୍ତେ ଖାଇ ପିଇ ଆନନ୍ଦ ଉତ୍ସବ କରନ୍ତୁ। ବାକ୍ସ ଏକାବେଳକେ ଉଦୁଆଁ। ସାହୁ ଏକଥା ସବୁ ଜାଣେ। ପୁଅ ବିଭାକୁ ପଇସାଏ ବି ଛାଡ଼ୁନାହିଁ। ପୁଣି ବଳକା ଖର୍ଚ୍ଚ ଦେଖି ଭାରି ଦିଗଦାର। 15 ଖଣ୍ଡ ସରିକି ଚକଚକିଆ ନା ଗୁଡ଼ାଏ କାଠୁଆ ସଜ ହେଲା। ପୁରୋହିତ, ବ୍ରହ୍ମା, ଜ୍ୟୋତିଷ, କରଣ, ଟାଣୁଆ ଟାଣୁଆ କେତେଜଣ ଦେଶ ଲୋକ, ଭଣ୍ଡାରୀ, ଗୌଡ଼, 60-70 ଜଣ ସରିକି ଲୋକ ବରଗହଣରେ ଯିବେ। ନଈରେ ଉଛୁଣିକା ପାଣି ଛିନଛୋଟ। ହରିଣୀ ଖୋଳିବା କାଠୁଆ ହତା ଯନ୍ତ୍ର ଧରି 20 ସରିକି ମୂଲିଆ ବି ଯାଉଛନ୍ତି ସାଙ୍ଗରେ। ଉଠାଣି ଯିବାକୁ 24-25 ଦିନରୁ ଉଣା ଲାଗିବ ନାହିଁ। ହେଲେ ସାହୁଆଣୀ 1.5 ମାସର ରୋଷେଇ ସରଞ୍ଜାମ, ଜଳଖିଆ ସରଞ୍ଜାମ ଦେଲେ। ଖଞ୍ଜ ଅଖଞ୍ଜ ଅଛି କେଜାଣି, ବାଟରେ ମଠ ହୋଇଯିବ। ସାହୁଆଣୀ ଯେପରି ଦାନଶୀଳା, ସେହିଭଳି ଦୟାବତୀ। ସେହିପରି ସବୁ କାମକୁ ଆଗ। କାଉ କା କତିରୁ ଅଧରାତି ଯାଏ ଚର୍ଖି ପରି ଘୁରୁଥିବେ। ଟିକିଏ ହେଲେ ହାଲିଆ ହୋଇ ପଡ଼ିବାକୁ ନାହିଁ। ଘର ଖନ୍ଦାରେ 2 ଓଳି 100 ଖଣ୍ଡେ ଯାଏ ପତ୍ର ପଡ଼େ। ହାଡ଼ିଆଣି ପାଲୁଣି ଗୁଡ଼ାକ ପାଛିଆ ଗୋଟିଏ ଗୋଟିଏ ଧରି ବାଡ଼ି ଦୁଆର ପଟରେ ବସିଥାନ୍ତି। ସାହୁଆଣୀ ସମସ୍ତଙ୍କ କଥା ବୁଝନ୍ତି। ସମସ୍ତଙ୍କୁ ଦେଇ ଥୋଇ ଆପେ ଖାଆନ୍ତି। ସାହୁଆଣୀଙ୍କ କଥା ବୁଝିବାକୁ କେହି ନାହିଁ। ମାତ୍ର ପୁତ୍ର ବିଦ୍ୟାଧର ମା ଖାଇଲା କି ରଖାଇଲା ବୁଝେ। ବାଧିକା ପଡ଼ିଲେ ପାଖରେ ବସି ଗୋଡ଼ ହାତରେ ହାତ ବୁଲାଏ। ଆଜି ପୁଷ 15 ଦିନ। ବରଯାତ୍ରା ପାଇଁ ଠିକ୍ ହୋଇଛି। ନଈକୂଳରେ ଅଧକୋଷ ଯାଏ ନା କାଠୁଆ ଧାଡ଼ିକି ଧାଡ଼ି ଖଟା ହେଇଛି। ନାଉରିଆମାନେ ଆହୁଲା କାତ, ନା ଟଣା ଦଉଡ଼ି,
ହରିଣୀଖୋଳା ଯନ୍ତ୍ର, ହତା ଯନ୍ତ୍ର ଧରି ହାଜର। 20 ଖଣ୍ଡ ସରିକି ଗାଁରୁ ପିଲାପିଲି ଧରି ମାଇକିନିଆ ମର୍ଦ୍ଦ ନଈ କୂଳରେ କାତରା ଦେଇ ଛିଡ଼ା ହୋଇଛନ୍ତି। କିଛି ଦୂର ନଈବାଲିରେ ଢୋ ଢୋ କରି ଗଛ ବାଣ ଫୁଟିଲା। ସଙ୍ଗେ ସଙ୍ଗେ ଶଙ୍ଖ ହୁଳହୁଳି ଉଛୁଳି ପଡ଼ିଲା। ସମସ୍ତେ ବିଦ୍ୟାଧରକୁ ସୁଖ ପାଆନ୍ତି, ମନ ମଧ୍ୟରେ ମଙ୍ଗଳ କାମନା କଲେ। ବରଯାତ୍ରା ଆଗରୁ ଘର ଅଗଣା ଭିତରେ ପିଣ୍ଡି ଉପରେ ନାନ୍ଦିମୁଖୀ ଶ୍ରାଦ୍ଧ ବଢ଼ିଲା। ବିଦ୍ୟାଧର ବେଦିରୁ ଉଠି ମା ପାଖରୁ ମେଲାଳି ଘେନିବାକୁ ଯାଇ ଗୋଡ଼ ତଳେ ପଡ଼ିଲା। ମା ପାଦରୁ ଧୂଳି ନେଇ ମୁଣ୍ଡରେ ଲଗାଇଲା। ମା ତୁଳସୀ ମୂଳରୁ ମାଟି ନେଇ ତା ମୁଣ୍ଡରେ ଚିତା କରିଦେଲେ। ସେତିକିବେଳେ ବିଦ୍ୟାଧର ମା ମୁହଁକୁ ଅନାଇ ଦେଖିଲା, ମୁହଁଟି ସିଠୁଆ କଳା ପଡ଼ିଯାଇଛି। ଆଖି ଡୋଳା ଯୋଡ଼ାକ ଭିତରକୁ ପଶିଗଲାଣି। ବିଦ୍ୟାଧର ଚମକି ପଡ଼ି କହିଲା, ଏ କ'ଣ ମା, ତୁ ଏମିତିକା ଦିଶୁଛୁ କିଆଁ? ଜ୍ୱର ହେଲାଣି କି? ମୁଁ ଶୁଣିଛି ତୁ 4 ଦିନ ହେଲା ଖୁଁ ଖୁଁ କାଶୁଛୁ। ନା ନା, ତୋତେ ଛାଡ଼ି ଯିବାକୁ ମୋର ମନ ବଳୁ ନାହିଁ। ମା କହିଲେ, ଏ କ'ଣ ରେ ବାପ, ଏ କି କଥା? ଏତେବେଳେ କ'ଣ ଏମିତି କଥା କହନ୍ତି? ବାଟରେ ତୋତେ ଗ୍ରାମ ଦେବତୀ ରକ୍ଷା କରିବେ, ଜଗନ୍ନାଥ ମହାପ୍ରଭୁ କଲ୍ୟାଣ କରିବେ। ମୋର କିଛି ନାହିଁ। ଏଇ କେତେଦିନ ଭାରି ଭିଡ଼ ପାଇଟିରେ ଥିଲି ତ, ଖିଆପିଆ ଠିକ୍ ନଥିଲା। ଗ୍ରାମ ଦେବତୀକୁ ଦଣ୍ଡବତ କରି ଦହି ମାଛ କରିଯା। ମଙ୍ଗଳଂ ଭଗବାନ ବିଷ୍ଣୁ ମନ୍ତ୍ର ପଢ଼ି ପୁରୋହିତ ବର ଅନୁକୂଳ କରାଇଦେଲେ। ହରିପୁରରେ ପହଞ୍ଚିବାକୁ ହାତଗଣତା ଠିକ୍ 25 ଦିନ ଲାଗିଲା। ସାଙ୍ଗରେ ଦଫେ ଗୋଟିପ ଗାଣିଆ ଥିଲେ। ଭଲ ଜାଗା ପାଇଲେ ଦିନେ ଦିନେ ସଞ୍ଜବେଳେ ନାଟଗାଣା ହୁଏ। ନଦୀକୂଳ ପାଖିଆ କୋଶକ ବାଟରୁ ଲୋକେ ଧାଇଁ ଆସି ଗାଣା ଶୁଣନ୍ତି। ଯୁଧିଷ୍ଠିର ସାହୁଙ୍କ ଘର କୋଶକ ଦୂରରୁ ସଞ୍ଜବେଳୁ ରୋଷନାଇ ଲାଗିଲା। କଟକି ଭୁଇଁଚମ୍ପା, ଚନ୍ଦ୍ରଉଦିଆ ଗଛ ବାଣ ସଙ୍ଗରେ ଯାଇଥିଲା। ଯୁଧିଷ୍ଠିର ସାହୁ ବି ଢେର ବାଜା ବାଣ ଠିକ୍ କରିଥିଲେ। 10 କୋଶ ବାଟରୁ ଲୋକେ ଚୂଡ଼ା ଚାଉଳ ବାନ୍ଧି ରୋଷନାଇ ଦେଖିବାକୁ ଆସିଥିଲେ। ବାହୁଡ଼ିବା ବେଳେ ବୋଲାବୋଲି ହୋଇଗଲେ, ଗୋଟାଏ ରଜା ପୁଅ ବାହାରେ ବି ଏତେ ଆଟପ ହେବ ନାହିଁ। ବିବାହ ବଢ଼ିଲା, ଅଷ୍ଟମଙ୍ଗଳା ବି ହୋଇଗଲା। ଏବେ ବରକନ୍ୟା ବିଦା କଥା। ହଁ, ଆଜି କାଲି ଆସନ୍ତା ଶୁକ୍ରବାର ରବିବାର ଏମିତି କରୁ କରୁ ମାସେ କାଳ ବିତିଗଲାଣି। ଶେଷର ଦିନେ ଯୁଧିଷ୍ଠିର ସାହୁ କୁବେର ସାହୁଙ୍କୁ କହିଲେ, ସମୁଦିଏ, ନଈରେ ନାହିଁ ଜଳ, ଢେର ଜାଗା ହରିଡ଼ି ଖୋଳିବାକୁ ହେବ, ଢେର ବିଳମ୍ବ ହେବ। ଏଣେ ଖରା ପଡ଼ି ଆସିଲାଣି। ତୁମ ଆମ କଥା ଯାହା ହେଉ, ପିଲା ଯୋଡ଼ାକ ଯାଉଛନ୍ତି। ପୋଇଲି ପରିବାରରେ 2 ଜଣ ସାଙ୍ଗରେ ଥିବେ, ସେମାନଙ୍କର ବଡ଼ କଷ୍ଟ ହେବ। ମୁଁ କହୁଛି, ଗହଣ ଲୋକଙ୍କୁ ବିଦା କରିଦିଅନ୍ତୁ। ପିଲାଟି ଆଉ ଆପଣ 2 ଜଣ ରୁହନ୍ତୁ। ପହିଲି ଆଷାଢ଼ୁ ଯେମିତି ନଈରେ ପିତା ପାଣି ପଡ଼ିବ, ନା ମେଲିଦେବେ। ଆପଣ କ'ଣ ଏବେ ପରଲୋକ ଯେ ଜଗିକିରି ମୁଁ କଥାବାର୍ତ୍ତା କରିବି? ଏଇ ଦେଖନ୍ତୁ, ଚଞ୍ଚଳ ସବୁ ଆୟୋଜନ କରିବାକୁ ପଡ଼ିଲା। ପିଲାମାନଙ୍କୁ ତ 2 ଖଣ୍ଡ ଗହଣା ଗାଣ୍ଠି ଦେବାକୁ ହେବ। ଦେଖୁଛନ୍ତି ତ, ପୁଞ୍ଜାଏ ବଣିଆ ଦିନରାତି ପାଇଟିରେ ଲାଗିଛନ୍ତି। ଚଞ୍ଚଳର କାମ ନୁହେଁ। ଟିକିଏ ମଠ ନହେଲେ ସବୁ ଠିକ୍ ହୋଇପାରିବ ନାହିଁ। ଆଉ 5 ଚିଜ ତ ଦେବାକୁ ହେବ। 8 ଖଣ୍ଡ ନା ଗହଣାରେ ଦେବି, ତିଆରି ସରେ ନାହିଁ। ନଈକୂଳରେ ଯାଇ ଦେଖନ୍ତୁ, ଅଧା ଅଧି ବି ହୋଇନାହିଁ। କୁବେର ସାହୁ ମନ ମଧ୍ୟରେ ଭାଳିଲା, ଏଇ ତ 16 ଗୁଡ଼ିଆ 7 ଖଣ୍ଡ ନା ତିଆରି ଲାଗିଛି, ଗହଣା ଗାଣ୍ଠି ବି ତିଆରି ଲାଗିଛି। ପିଲାଟା ଘରକୁ ଚଞ୍ଚଳ ଯାଇ କ'ଣ କରିବ? ପଇସାର ଫନ୍ଦା ଫିକରରେ ମନ ନାହିଁ। ମା ପୁଅ ଯାକ ଆକୁ ଦିଅ ତାକୁ ଦିଅ, ଘରୁ ନିଜ ଜିନିଷପତ୍ର ବାଣ୍ଟିବାରେ ବ୍ୟସ୍ତ। ଉଛୁଣିକା ଏତିକି ଲାଭ। ବୁଢ଼ା ଆଖି ବୁଝିଲେ ସବୁ ମୋର। ନା ନା, ବୁଢ଼ାର ମନ ଭାଙ୍ଗିବା ଭଲ ନୁହେଁ। ଘର ପାଖରେ କୁବେର ସାହୁ ମୁହଁରୁ କେହି କେବେ ଠାକୁରଙ୍କ ନାଁ ଶୁଣି ନାହାନ୍ତି। ସବୁବେଳେ କଳନ୍ତର ଲାଭ ହିସାବ। ହରିହରପୁରକୁ ଆସିଲା ବେଳକୁ କିନ୍ତୁ ସବୁବେଳେ ମୁହଁରେ ଜଗନ୍ନାଥେ ଜଗନ୍ନାଥେ ନୀଳାଚଳନାଥ ଲାଗି ରହିଛି। କୁବେର ଆଖି ବୁଝି କହିଲା, ହେଉ ସମୁଧିଏ, ଆପଣ ଯାହା ଆଜ୍ଞା କରିବେ। କିଏ ଅନାସ୍ଥା କରିବ? ଆପଣ ତ ସବୁ ଜାଗାରେ ମାଲିକ। ଗହଣାର ସବୁ ଲୋକଙ୍କୁ ବିଦା କରି ଦିଆଗଲା। କେବଳ ବାପ ପୁଏ ଆଉ କେତେଟା ଚାକର ରହିଲେ। କୁବେର ସୋନପୁର ବୌଦ୍ଧ ସବୁ କୋଠିର କରଣ କାରବାରିଆଙ୍କୁ ଲେଖିଦେଲା, ମଫସଲରେ କିଛି ବି ପାଉଣା ରଖିବ ନାହିଁ। ସବୁ ନାଁରେ ସଉଦା ବୋଝେଇ କରି ପହିଲୁ ଆଷାଢ଼ରେ ଯେମିତି ନଈରେ ପିତା ପାଣି ପଡ଼ିବ, ହରିହରପୁର ଘାଟରେ ନାଁ ଧରି ହାଜରା ହୋଇଯିବ। ଏଣେ ଘରଠାରେ ସାହୁଆଣୀ ବିଛଣା ଧରିଲେଣି। କବିରାଜ କହିଲା, ଏଇଟା ରାଜଯକ୍ଷ୍ମା, ଶିବଙ୍କର ଅସାଧ୍ୟ। କରଣମାନଙ୍କୁ ଡାକି ସାହୁଆଣୀ ସାବଧାନ କରାଇଦେଲେ, ଖବରଦାର ମୋ ବେମାରୀ କଥା ହରିହରପୁରକୁ ଯେମିତି ନ ଯାଏ। ପୁଅ ଶୁଣିଲେ ଘାବରେଇ ଯିବ। ବିଦ୍ୟାଧର ଶ୍ୱଶୁର ଘରେ ରାଜଭୋଗରେ ଅଛି। କନ୍ୟାଟି ଯେମନ୍ତ ସୁନ୍ଦରୀ ଗୁଣବତୀ, ସେମିତି ପତିବ୍ରତା। ତେବେ ବି 8 ଦିନକୁ 8 ଦିନ ଘର ପାଖରୁ ମାଙ୍କ ସମ୍ବାଦ ନ ପାଇଲେ ଆକୁଳ ହୋଇପଡ଼େ। ଶେଷ ଚିଠିରୁ ଜାଣିଲା ମାଙ୍କ ବେମାରୀ ଭଲ ହୋଇଗଲାଣି। ଏବେ ସେ ନିଶ୍ଚିନ୍ତ। ତେବେ ମା ବୋହୂକୁ ଦେଖୁ ଏଇ କଥା ମନ କରି ବେଳେବେଳେ ଚଞ୍ଚଳ ହୋଇପଡ଼େ। ସୁଖର ଦିନ ଘୋଡ଼ା ଛୁଟିଲା ପରି ଧାଇଁଛି। ଯୁଧିଷ୍ଠିର ସାହୁ ଘରେ ଆନନ୍ଦ ଉତ୍ସବରେ ଚାହୁଁ ଚାହୁଁ 4 ମାସ ଚାଲିଗଲା। କନ୍ୟା ବିଦା ପାଇଁ ଯାହା ଯାହା ଲୋଡ଼ା ସବୁ ଠିକ୍ଠାକ୍ ହୋଇଗଲାଣି।
10 ଖଣ୍ଡ ନୂଆ ତିଆରି ନାଁ ତୁଠରେ ଧାଡ଼ି କରି ଖଟା ହୋଇଛି। ସବୁ ନାଁ ଚିତ୍ର ବିଚିତ୍ର ମଣ୍ଡନୀ, ଦୁଇ ମଙ୍ଗରେ ଫରଫର ହୋଇ ପତାକା ଉଡ଼ୁଛି। ଏଗୁଡ଼ିକ ଯୌତୁକ ନାଁ। ସେଥିମଧ୍ୟରେ ଯୋଡ଼ାଏ ନାଁ ସୁନ୍ଦର ମଣ୍ଡନୀ, ଖଣ୍ଡକରେ ଝିଅ ଆଉ ଖଣ୍ଡକରେ ଜ୍ୱାଇଁ ବସିବେ। ଆଷାଢ଼ ମାସ ଯେମିତି ପଶିଛି, ନାଁ ସବୁ ବୋଝେଇ ହେବାର ଲାଗିଲା। ବାସନ ପେଡ଼ି, ଆଡ଼ଖୁର, ଲୁଗା ପେଡ଼ି, ଶିଳ, ଶିଳପୁଆ, ଛାଞ୍ଚୁଣି ମୁଠା ଯାଏ ଘରକରଣା ସବୁ ଜିନିଷ 2 ବର୍ଷର ଚଳିବା ମାଫିକ ଦାନ୍ତ କାଠି ଖଣ୍ଡକ ସୁଦ୍ଧା 6 ଖଣ୍ଡ ନାଁରେ ବୋଝେଇ ହେଉଛି। ଯୁଧିଷ୍ଠିର ସାହୁଙ୍କ ତାଗିଦ, ଖବରଦାର ବୁଝିସୁଝି ଦିଅ। ଝିଅ 2 ବର୍ଷ ଯାଏ ଶ୍ୱଶୁର ଘରେ ପାଣି ମନ୍ଦାକ ଛାଡ଼ି ଯେମିତି ଆଉ କିଛି ବି ଛୁଇଁବ ନାହିଁ। ଲୋକେ ବୋଲନ୍ତି ଯୌତୁକ ଜିନିଷର ଦାମ 50,000 ଟଙ୍କାରୁ ଊଣା ନୁହେଁ। ଆଷାଢ଼ କୃଷ୍ଣ ଦଶମୀ ଦିନ ଯାତ୍ରା ଠିକ୍ ହେଲା। ରଥକାଟ ମେଲାଣି ଭଳିଆ ପାଣିକୁ ଚାହିଁ ବସିଛନ୍ତି। ନୋହିଲେ ନାଁ ସବୁ ଭୀଷ୍ମ ପାରି ହୋଇପାରିବ ନାହିଁ। ଠିକ୍ ପୁରା ପାଣି ବି ହୋଇଗଲା। ଆଜି ଯାତ୍ରାର ଦିନ। ହଜାର ହଜାର ଦେଖଣାହାରୀ ନଈ ଦୁଇ କୂଳରେ କାତାର ଦେଇ ଠିଆ ହୋଇଛନ୍ତି। ଗୋଟାଏ ଗୋଟାଏ ନାଁରେ 4 ଜଣ ଆହୁଲା ଧରି ଛିଡ଼ା ହୋଇଗଲେ। ପଛରେ ମଙ୍ଗଧରା, ଆଗ ମଙ୍ଗ ଉପରେ ବାଟ କଢ଼ାଣିଆ ଛିଡ଼ା। ଏ କଢ଼ାଣିଆ ଛିଡ଼ା ନହେଲେ ନାଁ ଭୀଷ୍ମ ପାର ହୋଇପାରିବ ନାହିଁ। ଆଠମଲ୍ଲିକ ଉପରକୁ ମୁଣ୍ଡାପଡ଼ା ଗାଁ ଠାରୁ କଇନ୍ତ୍ରାଗଡ଼ ଯାଏ 16-17 ମାଇଲ ଭିତରେ ଭୀଷ୍ମ ପଡ଼େ। ବଡ଼ ବଡ଼ ପଥର ଖଣ୍ଡ ସବୁ ମୁଣ୍ଡ ଟେକି ନଦୀ ଭିତରେ ସଭା କରି ବସିଲା ପରି ବସିଛନ୍ତି। ବଢ଼ି ପାଣିରେ ସେହି ପଥର ସବୁ ବୁଡ଼ିଗଲେ ତା ଉପର ଦେଇ ନାଁ ସବୁ ଭାସିଯାଏ। କେତେ ପଥର ବୁଡ଼େ ନାହିଁ। ଗୁଡ଼ାଏ ପଥର ଉପରେ ଚାଖଣ୍ଡେ 4 ଆଙ୍ଗୁଳ ପାଣି ହୋଇଥାଏ। ନାଉରୀକୁ ପଥର ଦିଶେ ନାହିଁ। ଏ ଭୀଷ୍ମ ଜାଗାଟା ନଈ କମ୍ ଓସାର ଯୋଗୁଁ ପାଣି ଭାରି ତୋଡ଼। ଘଣ୍ଟାକ ମଧ୍ୟରେ 20 ମାଇଲ ବାଟ ନାଁ ଭାସିଯାଏ। ସେଇ ଭୀଷ୍ମ ମଧ୍ୟରେ ଅଙ୍କା ବଙ୍କା ସାପ ଚଳ ପରି ବାଟ। ନାଁ ସେଇ ବାଟେ ଯାଏ। ସେ ବାଟଟା କଢ଼ାଣିଆକୁ ଜଣା। ସେ ଜାଗାରେ ପାଣିର ଭାରି ତୋଡ଼। ପଥରରେ ବାଜି ଏପରି ଶବ୍ଦ କରେ ଯେ କଢ଼ାଣିଆ କଥା ପଛ ମଙ୍ଗଧରାକୁ ବି ଶୁଭେ ନାହିଁ। କଢ଼ାଣିଆ 2 ହାତରେ ବାଟ ଠାରି ଦେଉଥାଏ। ଭୀଷ୍ମ ପାର କରିଦେଇ ବାଟ କଢ଼ା କଇନ୍ତ୍ରାଗଡ଼ଠାରେ ନାଁରୁ ଓହ୍ଲାଇ ପଡ଼େ। ତା କାମ ଛିଡ଼ିଲା। 3 ଦିନ ହେଲା ଶ୍ରବଣା ପଶିଥିଲା। ଭାରି ପାଣି, ଭାରି ଝଡ଼। କାଲି ସଞ୍ଜରୁ ପାଣି ଛାଡ଼ିଛି। ସକାଳେ ଆକାଶ ନିର୍ମଳ। ସୂର୍ଯ୍ୟ ଦେବତା ଜ୍ୱଳନ୍ତ ସୁନାପେଣ୍ଡୁ ପରି ଉଇଁ ଆସିଲେ। ଫେର ଥରେ ସାହୁ ଘର ଭିତରୁ ଭାରି କାନ୍ଦଣା ଆଉ ଶଙ୍ଖ ହୁଳହୁଳି ଶୁଭିଲା। ବରକନ୍ୟା ନାଁରେ ବସିଲେ। ଜୟ ଜୟ ଗଙ୍ଗା ମାତା କହି ନାଉରୀମାନେ ଆଗେ ବରକନ୍ୟାଙ୍କ ନାଁ ମେଲିଦେଲେ। ତା ପଛକୁ ସବୁ ନାଁ ମେଲି ହୋଇଗଲା। 2 କୂଳରୁ ହଜାର ହଜାର ଲୋକ ହରିବୋଲ ପକାଉଛନ୍ତି। ଆଗ ନାଁ ଭାସିଯାଇ 2 କ୍ରୋଶ ଦୂର ଶ୍ୟାମପୁର ଗାଁ ସଡ଼କରେ ଯେମିତି ପହଞ୍ଚିଛି, ସୂର୍ଯ୍ୟ ଦେବତା ବୁଡ଼ିଗଲେ। ନାଉରୀ ଜାଣନ୍ତି, ଉଇଁ ନଦୀ ସେ ହସି ପଶେ, ବାପା ବୋଲେ ପୁତା ନିଶ୍ଚେ ବରସେ। ନଈ 2 କୂଳର ଲୋକେ ଛିଡ଼ା ହୋଇ ଅନେଇଛନ୍ତି। ନାଉରୀ ଭାରି ଆନନ୍ଦରେ ହରିବୋଲ ଦେଇ ନାଁ ବାହି ଯାଉଛନ୍ତି। ଯୋଡ଼ାଏ ନାଁ ଖଜା ପିଠା ବୋଝାଇ ନାଁ ଖଟାଇ ଖାଇବେ। ଏତିକିବେଳେ ଉତ୍ତର ପଶ୍ଚିମ କୋଣରୁ ହେଁସ ଖଣ୍ଡେ ପରି ଖଣ୍ଡେ ସାନ ଧୂଳିଆ ମେଘ ଉଇଁ ଆସିଲା। ସିଲି ସିଲି ପବନ ଝଲକିଲା। ନାଉରୀଏ ଡରିଗଲେ। ଆଉ ସମସ୍ତେ ବାହାଣରେ ଲାଗିଛନ୍ତି। ଜେ ଜେ ଗଙ୍ଗା ମାତା ଜେ ଗୀତ ଗାଇ ଆହୁଲା ବାହୁଛନ୍ତି। ନା ଯେମିତି ମୁଣ୍ଡାପଡ଼ା ଗାଁ ମୁଣ୍ଡ ଛୁଇଁଛି। କଥା ପଦକେ ଗୋଟା ଆକାଶ ମେଘ ଘୋଟାଇ ପକାଇଲା। ସଙ୍ଗେ ସଙ୍ଗେ ପବନ, ଆଉ ତା ପଛକୁ ପାଣି। ପବନ ତ ପବନ, ଏପରି ଘୁଙ୍ଗୁଡ଼ିଆ ପବନ କାଳେ ସକାଳେ ଦେଖିବାର ନାହିଁ। ବେତନାସୀ ଗୋଛାରେ ବାଡ଼େଇଲା ପରି ନାଉରୀମାନଙ୍କ ଦେହକୁ ପାଣି ଛାଟ ମାରୁଛି। ଦିନଯାକ ବର୍ଷା ଖାଇ ଯେଉଁମାନେ ନାଁ ବାହିଛନ୍ତି, ଦଣ୍ଡକ ମଧ୍ୟରେ ସେ ନାଉରୀ ଗୁଡ଼ାକ ହାଲିଆ ହୋଇ ପଡ଼ିଲେଣି। 2 କୂଳରୁ ଡାକ ପଡ଼ୁଛି, ନାଉରୀ କୂଳ ଭିଡ଼ା, କୂଳ ଭିଡ଼ା। ବାଟକଢ଼ା ଡାକୁଛି, ମଙ୍ଗୁଆଳ କୂଳ ଦେଖା, ଆରେ କୂଳକୁ ଦେଖା। ନାଁ କ'ଣ ମଙ୍ଗ ମାନୁଛି? ଘୁଙ୍ଗୁଡ଼ିଆ ପବନ ନାଁର ଆଗମଙ୍ଗ ପଛକୁ କରିଦେଉଛି। କେବେ ନାଁକୁ ଚକପରି ଘୂରେଇ ଦେଉଛି। ନଈ କୂଳର ଭାରି ଭାରି ପୁରୁଣା ଆମ୍ବ, ବର, ଓସ୍ତ ଗଛ ଗୁଡ଼ାକ ମାରିଚ ଗଛ ପରି ଉପୁରି ପଡ଼ୁଛି। ପୂର୍ବାଳି ଗୋଟାଏ ଭାରି ଦମକାଏ ପବନ ବାଡ଼େଇ ଦେଲା। ନାଁ ଉପର ମଙ୍ଗଧରା, ବାହାଣିଆ, ବାଟକଢ଼ା ସବୁଗୁଡ଼ାକ ଝପ୍ ଝପ୍ କରି ନଈ ଭିତରେ ପଡ଼ିଗଲେ। ତଣ୍ଟିଆ ଦେଇ ସେମାନଙ୍କୁ କିଏ ଯେମିତି ପାଣିରେ ମାଡ଼ିଦେଲା। ନାଁ ଗୁଡ଼ାକ ଗୋଟା ପରେ ଗୋଟାଏ ବାଡ଼େଇ ହେଉଛନ୍ତି। ଗୁଡ଼ାଏ ଠୋକର ଖାଇ ଭାଙ୍ଗି ଗୁଣ୍ଡା ହୋଇଗଲେଣି। ଆଉ ଦଣ୍ଡେ ସତାର କରିଥିଲେ ନାଁ ସବୁ ସୁଅ ପାଣିରେ ଭାସି ଯାଇଥାନ୍ତା। ମାତ୍ର କଇନ୍ତ୍ରାଗଡ଼ ମୁଣ୍ଡରେ ନଈ ମଝିରେ ଗୋଟାଏ ବଡ଼ ଭୀଷ୍ମ ମହାକାଳ ଦୂତ ପରି ଛିଡ଼ା ହୋଇଥିଲା। ସବୁ ନାଁ ତା ଉପରେ ବାଡ଼େଇ ହୋଇ ଭାଙ୍ଗି ଚୂନା ହୋଇଗଲା। ଖଣ୍ଡେ ବି ନାଁ ବର୍ତ୍ତି ପାରିଲା ନାହିଁ। ମନୁଷ୍ୟ ବା ବୋଝେଇ ଜିନିଷ କାହାର ଚିହ୍ନବର୍ଣ୍ଣ ନାହିଁ। ଗୁଡ଼ାଏ ପଟା ଭାସି ଭାସି ଯାଉଛି। ଆଜକୁ ଠିକ୍ ହାତ ଗଣତା ହେଲା ବର୍ଷେ। ଯୋଗ ଦେଖ, ଆଜି ବି ମିଥୁନ କୃଷ୍ଣ ଦଶମୀ।
ମହାନଦୀ ଦୁଇ କୂଳ ଖାଉଛି ଉଛୁଳି ପଡ଼ିଲା ଭଳି। ଲଙ୍ଗଳକଣ୍ଟା ଗାଁ ତଳେ କୂଳ ଉପରେ ଯୋଡ଼ାଏ କୁସୁମ ଗଛ ଉପରେ ଯୋଡ଼ାଏ ଲମ୍ବ ଲମ୍ବ ଦଉଡ଼ିରେ ଯୋଡ଼ାଏ ଝାଡ଼ୁଆ ନାଆ ଆଗ ମଙ୍ଗ ଖଟା ହୋଇଛି। ଟାଣ ସୁଅରେ ନାଆ ପଛମଙ୍ଗ ଅଳ୍ପ ଅଳ୍ପ ବିଞ୍ଚି ହେଉଛି। ବେଳେବେଳେ ନାଆ ଯୋଡ଼ାକ ନାଚି ଉଠୁଛନ୍ତି। ନାଉରୀଗୁଡ଼ାକ ଦିନଯାକ କାତ ପିଲି ପିଲି ଥକି ଯାଇଥିଲେ, ଯେମିତି ପଡ଼ିଯାଇଛନ୍ତି ନିଘୋଡ଼ ନିଦ, ଘୁଙ୍ଗୁଡ଼ି ମାରୁଛନ୍ତି। ଆକାଶରେ ଗୋଟିଏ ବୋଲି ତାରା ନାହିଁ, ଘୋର ଅନ୍ଧାର। ବେଳେବେଳେ ଲତା ବିଜୁଳି ଚମକି ଯାଉଛି। ଗୋଟିଏ ଭେଣ୍ଡିଆ ଖଣ୍ଡେ ନାଆ ପଛମଙ୍ଗରେ ଗାଲରେ ହାତ ଦେଇ ବସି କ'ଣ ଚିନ୍ତା କରୁଛି। ରାତି ଅଧା ଅଧି ଗଡ଼ିଗଲାଣି, କିଆଁ ଶୋଇବାକୁ ଯାଇନାହିଁ। ତପସ୍ୟା କଲା ପରି ଆଖି ବୁଜି ଉଇହୁଙ୍କା ପରି ତୁନିଟାଏ ବସିଛି। ମଙ୍ଗଟା ଠିକ୍ ଗାଧୁଆ ତୁଠରେ ଅଣ୍ଟାଏ ସରିକି ପାଣିରେ ଭାସୁଛି। ଏତିକିବେଳେ ତୁଠର କିଛି ଦୂରରୁ ହେ ଠାକୁରେ, ହେ ଗଙ୍ଗାମାତା, ମୋ ଧର୍ମ ରଖ ବିକଳ ରଡ଼ି ଶୁଣି ମୌନୀ ଭେଣ୍ଡିଆଟି ଚମକି ପଡ଼ିଲା। ଯେମନ୍ତ ଦେବୀ ପ୍ରତିମାଟିଏ ଧାଇଁଛି। ତା ପଛରେ ଯେମନ୍ତ କାଳିଆ ଭୂତ ମତୁଆଲା ମଣିଷ ପରି ଟଳିଟଳି ପଡ଼ି ଉଠି ଗୋଡ଼ାଉଛି। ନିତାନ୍ତ କର୍କଶ ଭାଷାରେ ପାଟି କରି କହୁଛି, ଏ ବରଷକୁ ତୋ ପିଛା ଲାଗିଛି, କଥା ଶୁଣୁନଥିଲୁ ପରା। ଆଜି ଆଚ୍ଛା ବେଳେ ଆଚ୍ଛା ଜାଗାରେ ଆପେ ଭେଟ ମିଳିଗଲୁ। ଡାକିଲୁ ମୋ ମାଆକୁ, ତା ବାପା ଆସି ରଖୁ। ମୋ ବୋହୂ ତତେ ଜଗି ବସିଥିଲା ପରା, କେହି ତୋ ପିଠିରେ ପଡ଼ୁନାହିଁ। ଯୁବତୀଟି ଆକୁଳରେ ରଡ଼ି ଛାଡ଼ୁଛି। ମହାପ୍ରଭୁ, ମୋ ଧର୍ମ ରକ୍ଷା କର। ମା ଗଙ୍ଗା, ମୋତେ କୋଳକୁ ନିଅ। ମୋ ସ୍ୱାମୀ, ମୋ ମୁଣ୍ଡର ମଣି, ମୋର ପ୍ରାଣର ଦେବତାକୁ କୋଳକୁ ନେଇଛ, ମୋତେ ବି ନେଇଯା। ନା ମଙ୍ଗ ପାଖକୁ ଘଟଣା ଜାଗା 5-6 ହାତ ଛଡ଼ା। ଯୁବତୀ ଆଉ ଆଗନ୍ତୁକ ଭିଡ଼ାଭିଡ଼ି ଲାଗୁଛନ୍ତି। ମଙ୍ଗ ଉପର ଲୋକ ଯୁବତୀର ସ୍ୱର ଶୁଣି ଚମକି ପଡ଼ିଲା। ସେତିକିବେଳେ ବିଜୁଳିଟାଏ ଚମକିଗଲା। ଯୁବକ ଆଖିକୁ ଝକ୍ ଝକ୍ ପଦ୍ମାବତୀ ରୂପ ପରି ଦିଶିଲା। ଆଉ ସମ୍ଭାଳି ପାରିଲା ନାହିଁ। ଆଗରେ ଗୋଟାଏ କାଠୁଆ ଆହୁଲା ପଡ଼ିଥିଲା। ତାକୁ ଧରି ମଙ୍ଗଠାରୁ 7-8 ଦୂରକୁ ହୁଙ୍କାଇ ଦେଇ ଯେମିତି ଡେଇଁ ପଡ଼ିଛି। ସେଇ ଉଦ୍ଦଣ୍ଡ ରାକ୍ଷସଟାର ମୁଣ୍ଡରେ ଟାଣ ଏକ ପ୍ରହାର ପଡ଼ିଛି। ଲୋକଟା ବାପା ଲୋକ ହେଇ ନଈ ଭିତରେ 7-8 ଦୂରକୁ ଛିଟକି ପଡ଼ିଲା। ପାଣିଟା ଟପକିରି ଶୁଭିଛି ସେତିକି। ଯୁବକ ଆଉ ପାହାରେ ବାଡ଼େଇବାକୁ ଆହୁଲା ଉଞ୍ଚାଇଲା। ମଣିଷର ଚିହ୍ନ ବର୍ଣ୍ଣ ନାହିଁ। ଯୁବତୀ ବିଜୁଳି ଆଲୁଅରେ ଏତିକି ମାତ୍ର ଦେଖିଲା। ଯେମନ୍ତ ଆକାଶରୁ ଗୋଟିଏ ଦେବତା ଖସି ପଡ଼ି ପାଷାଣ୍ଡ ହାତରୁ ତାକୁ ରକ୍ଷା କଲେ। ଆକୁଳରେ ମୋ ପ୍ରଭୁ, ମୋ ଦେବତା ଏତେ କହି ଯୁବକକୁ କୁଣ୍ଢାଇ ପକାଇଲା। ଆଉ ତାର ଜ୍ଞାନ ନାହିଁ। ଯୁବକ ବଡ଼ କଷ୍ଟରେ ଯୁବତୀଟିକୁ ନାଆ ମଙ୍ଗ ଉପରକୁ ଟେକି ନେଇ ନାଉରୀମାନଙ୍କୁ ଉଠାଇଲା। ନାଆ ଚାଳ ଟେକି ଦେଇ ଅତି କଷ୍ଟରେ ଯୁବତୀକୁ ନାଆ ଭିତରେ ଶୁଆଇଦେଲା। ବିଦ୍ୟାଧର ଦେଖିଲା ଯୁବତୀର ଚେତା ନାହିଁ। ମୁଣ୍ଡ ଲମ୍ବ ବାଳରୁ ଝରଝର ହୋଇ ପାଣି ଝଳି ପଡ଼ୁଛି। ଦେହ ଗୋଟାକ କାଦୁଅରେ ଲଟପଟ। ଲୁଗା ଚୁପୁଡ଼ି ଦେଲେ ପାଣି ବୋହି ପଡ଼ିବ। ବିଦ୍ୟାଧର ବଡ଼ ହଡ଼ବଡ଼େଇ ଗଲା। ଭଲ କରି ଚିହ୍ନିଲେଣି ସତ, ତେବେ ବି ଡର ମାଡ଼ୁଛି। ପାଖରେ କେହି ନାହିଁ। ଯୁବତୀଟି କିପରି ଲୁଗା ପାଲଟିବ? ହଠାତ୍ ହାତରେ ନଜର ପଡ଼ିଲା ଆଙ୍ଗୁଳିରେ ମୁଦି। ଆପଣାର ମୁଦି ବୋଲି ଚିହ୍ନିଲା। ଆଉ ସନ୍ଦେହ ନାହିଁ। ଲୁଗା କାହିଁ? ଆପେ ତ 2 ଛୁଟିଆ। ଆପଣା ପାଛୁଡ଼ା ଖଣ୍ଡେ ଲୁଗା ଯୁବତୀକୁ ପିନ୍ଧାଇ ଦେଇ ତା ଦେହର କାଦୁଅ ପାଣି ପୋଛିଦେଲା। ଶ୍ୟାମ ସାହୁ ବିଦେଇର ନିଘନ ମଳାସୁର। ଘର ଜୋରମେ ଇଲାକା ଖାଲପାଳ। ସାହୁ ଜଣେ କାରବାରିଆ ମଧ୍ୟବିତ୍ତ ଲୋକ। ବିବାହ ସମୟରେ ବିଦ୍ୟାଧର ତାକୁ ଚିହ୍ନିଥିଲା। ଘର ଠିକଣା ଜାଣିଥିଲା। ଯୁବତୀର ଚେତା ପଶୁ ନାହିଁ। ନାଆରେ ସବୁବେଳେ ଉହ୍ନେଇରେ ନିଆଁ ଥାଏ। ଲୁଗା ପେଣ୍ଡୁଳା କରି ବିଦ୍ୟାଧର ଯୁବତୀକୁ ସେକୁଥାଏ। ରାତି ଆଉ ପିଛିଲା ପହର ସରିକି ଅଛି। ବିଦ୍ୟାଧର ନାଉରୀମାନଙ୍କୁ ଡାକି କହିଲା, ତୁମେମାନେ ଯେବେ ଦିନ ପ୍ରହରକ ଭିତରେ ନାଆ ନେଇ ଖାଲପାଳ ତୁଠରେ ଭିଡ଼ାଇ ପାରିବ, ଜଣକା 5-5 ଟଙ୍କା ବକ୍ସିସ୍ ଦେବି। ନାଉରୀମାନେ ବସି ବିଚାର କଲେ। ଖାଲପାଳ ଏଠାକୁ 4 କୋଶ ବାଟ। ଏତେବେଳୁ ନାଆ ମେଲିଦେଲେ କସ୍ତାକସ୍ତିରେ ନାଆ ପହଞ୍ଚିଯିବ। ଆକାଶରେ ମେଘ ନାହିଁ। ଟିକିଏ କାଳିଜହ୍ନିଆ ପଡ଼ିଗଲା। ନାଆଟା ଦକ୍ଷିଣ କୂଳ ଧରି ଖାଉଥିଲା। ଖାଲପାଳ ହେଉଛି ଉତ୍ତର କୂଳରେ। ଯେମିତି ରାତି ପାଇଛି, ନାଉରୀ ନାଆ ମେଲିଦେଲା। ଯୁବତୀ ଗୋଟିଏ କୋମଳ ବିଛଣାରେ ଶୋଇଛି, ଚେତା ନାହିଁ। ନାକରେ ତୁଳା ଦେଇ ଦେଖାଗଲା ଅଳ୍ପ ଅଳ୍ପ ପବନ ଚାଲିଛି। ଗ୍ରାମର ପୁରୁଣା ବୈଦ୍ୟ ବଳେଇ ବାହିନୀପତି ଭଲ ରୂପେ ନାଡ଼ି ଚିପି କହିଲେ, କେବଳ ଇନ୍ଦ୍ରିୟ ଦ୍ରବଲ୍ୟ, ଆଉ ବିପଦର ଆଶଙ୍କା ନାହିଁ। ଲାଗ ଲାଗ 3 ପାନ କସ୍ତୁରୀ ଭୂଷଣ ରସ, ଅଦା ରସ, ମହୁ ଅନୁପାନରେ ପିଆଇ ଦେଇ କହିଲେ, ଏ ଔଷଧର କ୍ରିୟା ଆରମ୍ଭରେ ଚେତନା ଆସିଯିବ। ଘଟଣାର 3ୟ ଦିନ ଉପର ଓଳିକୁ ଯୁବତୀ ଟିକେ ଆଖି ମେଲି ଚାହିଁଲା। ଚାଳବାଡ଼ ସବୁଆଡ଼େ ଆଖି ବୁଲେଇ ଅନାଇଲା। ଦେଖିଲା ଗୋଟିଏ ପ୍ରୌଢ଼ା ସ୍ତ୍ରୀ ପାଖରେ ବସି ଧୀରେ ଧୀରେ ତା ଦେହରେ ହାତ ବୁଲାଉଛି। ଯୁବତୀର ଚେତା ଆସିଲାଣି। ଅତି କ୍ଷୀଣ ସ୍ୱରରେ ତାକୁ ପଚାରିଲା, ମୁଁ କେଉଁଠି ଅଛି? ପ୍ରୌଢ଼ା ଅତି ଧୀର କୋମଳରେ କହିଲା, ମା ପଦ୍ମାବତୀ, ମୁଁ ପୁରା ତୋର ମାଉସୀରେ, ମୋତେ କ'ଣ ଚିହ୍ନି ପାରୁନାହୁଁ? ପଦ୍ମା ଉଠି ବସିଲାଣି। କାନ୍ଥ ବାଡ଼ ଧରି ସକାଳ ସଞ୍ଜ ଟିକିଏ ବୁଲାବୁଲି ହୁଏ। ବୈଦ୍ୟରାଜଙ୍କର ବ୍ୟବସ୍ଥା
टिके टिके दूध दि जाउछि, अन्न पथ्य दि जाए नहीं। झील ज्वाई पहुँचवा क्षणी साहू 4 जण भेंडिया पाइक हाथ में युधिष्ठिर साहू पाखक भाषा चाली देइथिला। आज 10म दिन 30 जण बणुआ अपट 4 खंड पालिकी धरी हरिहरपुर उपस्थित। युधिष्ठिर साहू लिखिछंती, बाटरे 8 जगह टपा अपट बसिला, तड़े दम झील ज्वाई को धरी मौसा मौसी आसब। 4 दिन बाट 2 दिन आसब, किछि मठ करिब नाही। महा आनंद उत्सव युधिष्ठिर साहू झील ज्वाई को घर को नेले। केते दिन पर्यंत मंदिर हरिहाट कीर्तन वैष्णव खंदा प्रसाद सेवा चलला। घोर दुर्जोग घोर दुर्दिन उत्तारे तरुणारुण आलोक बड़ प्रीतिकर बड़ आनंददायक जना जाए। विद्याधर पद्मावती 2 जण दिन राति चकुआ चकुई परी उआस भितर पद्मावती खंजारे बसी आनंद उत्सव दिन काटुंटे। ना भंगा ठारू वर्षे काल किए किपरि थिला से दुख कहानी केही काहाको पचार नाही। आज कथा कथा के से कथा पड़िला। विद्याधर कहला, ना जेमती भांगीगला मु खंडे पटा उपर पेटेई पड़ी भासुथाए। तुमे कुआड़े गल अनाइली, तमे भी खंडे पटा उपर पड़ी भासुथिल। थरे केवल देखिथिली, पछंते शुणिली तयार दिन सकाळे नदी मध्य भासी भासी जाउथिली। खंडे नार नाउरी माने मते देखि उठाई नेले। 4 दिन बाद मोर चेता आसला, अनाई देखिली गोटे बड़ घरे शोइछि। पछंते शुणिली सेटा गोविंदपुर गाँव गोपालजी मठ, कटक ठार 2 कोश तड़कू। बुढ़ा महंत ललिता दास बाबाजी मते बंचाइबा पई खूब जत्न करुथांती। मासक बाद चली बुली पारले। तुम बापा जो सुना गबतारटा देइथिले अंटार थिला, महंत को देली। बिकी मो पिछे खर्च करिया कहली। महंत नाई नाही करी नेले। मोर टिके बड़ आस्थाए। तुम कथा बापांक कथा मनरे पड़िले पुणी 10-15 दिन पड़ जाए। एहीपरि 8-10 मास काल बीतीगला। कटक जिले में बापांकर नाँ डाक। ललिता दास बापांक नाम शुणी मते आहुरी अधिक जत्न कले। आम घरटा खबर देले। लोके बाहुड़ी मो मातांकर वियोग कथा कहिले। मु आहुरी भी मासे जाए बिछाणारे पड़ी रहिली। तही तार स्थिर कली घर को जीवी नाही। सन्यासी होई तीर्थ बुलिबी। देहरे बड़ हेबारु चाली चाली घर को गली। घरे जाई जहाँ देखिली दंडे रहिबाकु इच्छा बलिला नाही। पुरोहित दिवाकर द्विवेदी शासनर आउ जो मानकर जमी बापा नीलाम कर नेथिले डकाई समस्तंकर जमी फेराई देली। रेजिस्ट्री अरेजिस्ट्री गुजा जेते दलिल थिला आउ धान करजा पांजी सबु पोड़ी पकाई खातक मानकु खबर देली। आउ सेमानकु टंका देबाकु हेबो नाही। धान गोरु बासन कुसन जहाँ किछि थिला देश लोकंकु बांटी देई दिन राति रे काहाकु किछि न कहि घरु बाहरी आसिली। मनरे कली आउ तो गुरुजन केही नाही। ससुरंकु शेष दर्शन करी तांका पाद धूଳି मुंडरे देई बाहरी जीवी। कटक जाए आसिली। झाड़ मुलकर बापांकु समस्ते जानती। महानदी कूल गड़गड़िया पाख घाटरे खंडे सोनपुर नाँरे उठी बसिली। आसु आसु लंगल कंटा ठारे पद्मावती पणतकानी रे विद्याधर मुह पोछि बुझी धरी कहला, आउ किछि कहना। विद्याधर आत्मकाहानी वर्णना समय पद्मा आखिरु 2 धर लोतक बहुथाए। विद्याधर कहला, एबे तुम कथा कह। पद्मा मुह पोछि आत्मकाहानी कहबाकु लागिला। मु लंगल कंटा दनेई दळेई घर थिली। दळेई गाँ मध्य थिला वाला लोक। ग्रामर समस्त लोक मानती। घर आगे गोटे ठाकुर मंदिर करछि। सदावर्त दिए। शुणिली मु तुठरे अचेत हो पड़ी। दळेई घर माइपे मते गोटे घेनी जाइथिले। दळेई आउ ता भार्या मते बड़ आदर रखिले। झील ठार बड़ी स्नेह करती। मो पाई मंदिर प्रसाद आसे। मु कांदिले दळेई भार्या सांत्वना दिए। मते बापा पाखु पठाई देबाकु कहे। दळेई जेमती धार्मिक ता पुओटा सेहीपरि कुलांगार आ पाषांड। मद गंजेई किछि निशा ताको अंटे नाही। घरे युवती बहु ताको अनाए नाही। गाँ झील बहु ता डर घर पदाकू बाहरती नहीं। मो उपर अत्याचार करे, नाना कथा कहे। दळेई भार्या सेथिलागि मते कानी गंठिल पकई रखि थाए। मु भी ता शरण पस्ताए। तथापि टिके बेल पाइले मते नाना कथा कहे। आउ सही पारले नाही। सेदिन रातिरे बुड़ी मरिबा पई आस्थिली। दुष्टटा बाटर धरथिला। तुमे रक्षा कल। तेतेबेले तुमको चिन्हि नथिली। मनरे कली प्रभु स्वर्गरु आसी मते बोधे कोलगर नेले। युधिष्ठिर साहू आउ विषय आशय किछि बुझे नाही। झील ज्वाई को सबु संपत्ति सौंपी दे दिन राति बसी एणिके हरिनाम जपुथाए।